ବର୍ତ୍ତମାନ ଆପଣମାନେ ଆମ ସହ ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ ଯୋଡ଼ି ହୋଇପାରିବେ। ହ୍ୟାଲୋ ଏଭ୍ରିୱାନ୍ ଆଣ୍ଡ ୱେଲକମ୍ ବ୍ୟାକ୍ ଟୁ ଓଡ଼ିଆ ଏକାଡେମୀ। ଓଡ଼ିଆ ସାହିତ୍ୟ ଆଲୋଚନା ପରିସରକୁ ଆପଣମାନଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ। ୟୁଜିସି ନେଟ୍ର କ୍ରାସ୍ କୋର୍ସ କ୍ଲାସରେ ଆମେ ଭାଷା ବିଜ୍ଞାନ ସିରିଜକୁ କଣ୍ଟିନ୍ୟୁ ରଖିଥିଲେ। ୟା ପୂର୍ବରୁ ଆମର ଅଲରେଡି 4ଟି ଭିଡ଼ିଓ ଅପଲୋଡ ହୋଇସାରିଛି। ଯଦି ଆପଣମାନେ ସେ ଭିଡ଼ିଓ ଗୁଡ଼ିକ ଦେଖିନାହାନ୍ତି ତାହେଲେ ଉପରେ ଆଇ ବଟନକୁ କ୍ଲିକ୍ କରିକି ତାହା ଦେଖିପାରିବେ, କିମ୍ବା ଭିଡ଼ିଓର ଡେସ୍କ୍ରିପସନରେ ଆପଣମାନଙ୍କୁ ପ୍ଲେଲିଷ୍ଟର ଲିଙ୍କ ଦିଆଯାଇଛି, ସେଠାରୁ ମଧ୍ୟ ଦେଖିପାରିବେ। ଆଜିର ଭିଡ଼ିଓରେ ଆମେ ବ୍ୟଞ୍ଜନ ଧ୍ୱନିର ବର୍ଗୀକରଣ ସମ୍ପର୍କରେ ଆଲୋଚନା କରିବା। ତେବେ ଅଧିକ ସମୟ ନଷ୍ଟ ନକରି ଆଗକୁ ବଢ଼ିବା। ଓଡ଼ିଆ ବ୍ୟଞ୍ଜନ ଧ୍ୱନିର ବର୍ଗୀକରଣ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ବ୍ୟଞ୍ଜନ ଧ୍ୱନି ସମ୍ପର୍କରେ ଆଗ ଜାଣିନେବା। ଯେଉଁ ଧ୍ୱନି ସମୂହ ଉଚ୍ଚାରଣ ସମୟରେ ଫୁସ୍ଫୁସ୍ରୁ ନିର୍ଗତ ବାୟୁ ବାକ୍ଯନ୍ତ୍ରର ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ହୋଇ ସମ୍ପୂର୍ଣ୍ଣ ଉଚ୍ଚାରଣ ପାଇଁ ସ୍ୱର ଧ୍ୱନିର ସାହାଯ୍ୟ ନେଇଥାନ୍ତି, ସେହି ଧ୍ୱନିଗୁଡ଼ିକୁ ବ୍ୟଞ୍ଜନ ଧ୍ୱନି କୁହାଯାଏ। ଏ ଜାଗାରେ କ'ଣ କୁହାଗଲା ନା, ଯେଉଁ ଧ୍ୱନିଗୁଡ଼ିକର ଉଚ୍ଚାରଣ ସମୟରେ ଫୁସ୍ଫୁସ୍ରୁ ନିର୍ଗତ ହେଉଥିବା ବାୟୁ ବାକ୍ଯନ୍ତ୍ରର ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ହୁଏ ଏବଂ ସମ୍ପୂର୍ଣ୍ଣ ଉଚ୍ଚାରଣ ପାଇଁ ସ୍ୱର ଧ୍ୱନିର ସାହାଯ୍ୟ ନିଅନ୍ତି, ସେହି ଧ୍ୱନିଗୁଡ଼ିକୁ ହିଁ ବ୍ୟଞ୍ଜନ ଧ୍ୱନି କୁହାଯାଏ। ବ୍ୟଞ୍ଜନ ଶବ୍ଦ ଅଞ୍ଜ ଧାତୁ ସହ ସମ୍ବନ୍ଧିତ, ଯାହାର ଅର୍ଥ ପ୍ରକଟ ବା ପ୍ରକାଶ। ଏହି ବ୍ୟଞ୍ଜନ ଶବ୍ଦଟି ଯେଉଁ ଆସିଛି ତାହା କେଉଁ ଶବ୍ଦରୁ ଆସିଛି ନା, ଅଞ୍ଜ ଧାତୁରୁ ଆସିଛି। ଏହି ଅଞ୍ଜ ଧାତୁର ଅର୍ଥ ହେଉଛି ପ୍ରକଟ ବା ପ୍ରକାଶ। ବ୍ୟଞ୍ଜନ ଧ୍ୱନି ଉଚ୍ଚାରଣ ବେଳେ ବାୟୁ ଦୁଇଟି ପ୍ରକ୍ରିୟାରେ ବାଧାପ୍ରାପ୍ତ ହୋଇଥାଏ। ପ୍ରଥମ ହେଉଛି ବାକ୍ଯନ୍ତ୍ରର କୌଣସି ଦୁଇଟି ଅଂଶ ପରସ୍ପର ସହ ମିଳିତ ହୋଇ ବାୟୁର ମାର୍ଗକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି, କିମ୍ବା ବାକ୍ଯନ୍ତ୍ରର କୌଣସି ଦୁଇଟି ଅଂଶ ପରସ୍ପର ଖୁବ୍ ନିକଟବର୍ତ୍ତୀ ହୋଇ ବାୟୁର ମାର୍ଗକୁ ସଂକୀର୍ଣ୍ଣ କରିଦିଅନ୍ତି। ଯଦି ବାୟୁ ବାଧାପ୍ରାପ୍ତ ହୁଏ, ତାର ଦୁଇଟି ପ୍ରକ୍ରିୟା ହେଉଛି ଦୁଇଟି ଅଂଶ ମଧ୍ୟରେ ସଂଯୋଗ ଘଟିବା ଫଳରେ ବାୟୁର ମାର୍ଗ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ, କିମ୍ବା ଦୁଇଟି ଅଂଶର ପରସ୍ପର ନିକଟବର୍ତ୍ତୀ ହେବା ଫଳରେ ବାୟୁର ମାର୍ଗ ସଂକୀର୍ଣ୍ଣ ହୋଇଯାଏ। ଏହି ବ୍ୟଞ୍ଜନ ଧ୍ୱନି ଗୁଡ଼ିକ ସ୍ପଷ୍ଟ ଉଚ୍ଚାରଣ ପାଇଁ ସ୍ୱର ଧ୍ୱନିର ସାହାଯ୍ୟ ନେବା ପାଇଁ ବାଧ୍ୟ ହେଲେ ହେଁ ବ୍ୟଞ୍ଜନ ଧ୍ୱନିମାନଙ୍କର ଉଚ୍ଚାରଣ ସ୍ଥାନରେ ପାର୍ଥକ୍ୟ ଦେଖାଯାଏ, କାରଣ ଏହା ବାକ୍ଯନ୍ତ୍ରର ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ହୁଏ। କହିବାର ତାତ୍ପର୍ଯ୍ୟ ହେଉଛି, ବ୍ୟଞ୍ଜନ ଧ୍ୱନି ଗୁଡ଼ିକ ଉଚ୍ଚାରଣ ହେବା ପାଇଁ ସ୍ୱର ଧ୍ୱନିର ସାହାଯ୍ୟ ନେଲେ ହେଁ ଏହି ଧ୍ୱନିମାନଙ୍କର ଉଚ୍ଚାରଣ ସ୍ଥାନରେ ଅନେକ ପାର୍ଥକ୍ୟ ଆମେ ଦେଖିବାକୁ ପାଉ, କାରଣ ବାକ୍ଯନ୍ତ୍ରର ବିଭିନ୍ନ ସ୍ଥାନରେ ବାୟୁ ବାଧାପ୍ରାପ୍ତ ହୁଏ। ଯଦି ବିଭିନ୍ନ ସ୍ଥାନରେ ବାୟୁ ବାଧାପ୍ରାପ୍ତ ହେଉଛି, ତାହେଲେ ବାକ୍ଯନ୍ତ୍ରର ବିଭିନ୍ନ ଅଂଶ ବ୍ୟଞ୍ଜନ ଧ୍ୱନିର ସୃଷ୍ଟିରେ ସହାୟକ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ ବ୍ୟଞ୍ଜନ ଧ୍ୱନି ଗୁଡ଼ିକର ବର୍ଗୀକରଣ ମଧ୍ୟ କରିପାରିବା। କହିବା ବାହୁଲ୍ୟ ଯେ ଓଡ଼ିଆ ବର୍ଣ୍ଣମାଳାରେ ବ୍ୟଞ୍ଜନ ବର୍ଣ୍ଣ ସଂଖ୍ୟା ହେଉଛି 38। ଆମେ ଆଗରୁ ହିଁ ଜାଣି ରଖିଛୁ ଯେ ଓଡ଼ିଆ ବର୍ଣ୍ଣମାଳାରେ ବ୍ୟଞ୍ଜନ ବର୍ଣ୍ଣର ସଂଖ୍ୟା ହେଉଛି 38। ଏକ ବିଶେଷ ବର୍ଗୀକରଣ ଦୃଷ୍ଟିରୁ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ବର୍ଗ୍ୟ ବ୍ୟଞ୍ଜନ ଓ ଅବର୍ଗ୍ୟ ବ୍ୟଞ୍ଜନ। ଏଥିରେ ବର୍ଗ୍ୟ ବ୍ୟଞ୍ଜନ ସଂଖ୍ୟା ହେଉଛି 25, ଯାହା କ ଠାରୁ ମ ପର୍ଯ୍ୟନ୍ତ, ଏବଂ ଅବର୍ଗ୍ୟ ବ୍ୟଞ୍ଜନ ସଂଖ୍ୟା ହେଉଛି 13, ଯାହାକି ଅବର୍ଗ୍ୟ ଜ ଠାରୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ। ୟୁଜିସି ନେଟ୍ରେ ଏହି ବର୍ଗୀକରଣକୁ ନେଇକି ହିଁ ପ୍ରଶ୍ନ ଆସିଥାଏ। ପ୍ରଥମେ ଦେଖିବା ଉଚ୍ଚାରଣ ସ୍ଥାନ ଦୃଷ୍ଟିରୁ ବ୍ୟଞ୍ଜନ ଧ୍ୱନି ଗୁଡ଼ିକର ବର୍ଗୀକରଣ କେମିତି କରାଯାଇଛି। ବାକ୍ଯନ୍ତ୍ରର ବିଭିନ୍ନ ସ୍ଥାନରେ ଏହା ବାଧାପ୍ରାପ୍ତ ହେଉଥିବାରୁ ସ୍ଥାନ ଅନୁସାରେ ନିମ୍ନଲିଖିତ ଭାବରେ ବ୍ୟଞ୍ଜନ ଧ୍ୱନି ଗୁଡ଼ିକର ବର୍ଗୀକରଣ କରାଯାଇପାରେ। ଯେହେତୁ ବ୍ୟଞ୍ଜନ ଧ୍ୱନିର ଉଚ୍ଚାରଣ ସମୟରେ ଫୁସ୍ଫୁସ୍ରୁ ନିର୍ଗତ ବାୟୁ ବାକ୍ଯନ୍ତ୍ରର ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ହୁଏ, ଏହି ସ୍ଥାନ ବିଶେଷରେ ଆମେ ବ୍ୟଞ୍ଜନ ଧ୍ୱନି ଗୁଡ଼ିକର ବର୍ଗୀକରଣ କରିପାରିବା। ପ୍ରଥମେ ଦେଖିବା କଣ୍ଠ୍ୟ ବା କୋମଳ ତାଲବ୍ୟ ଧ୍ୱନି। କ, ଖ, ଗ, ଘ, ଙ ହେଉଛନ୍ତି କଣ୍ଠ୍ୟ ଧ୍ୱନି। ଜିହ୍ୱାର ପଶ୍ଚ ଭାଗ ଯେତେବେଳେ କୋମଳ ତାଳୁ ବା କଣ୍ଠକୁ ସ୍ପର୍ଶ କରେ, ସେହି ସମୟରେ ଏହି ଧ୍ୱନି ଗୁଡ଼ିକ ସୃଷ୍ଟି ହୋଇଥାନ୍ତି। ଯେତେବେଳେ ଫୁସ୍ଫୁସ୍ ନିର୍ଗତ ବାୟୁ ଜିହ୍ୱାର ପଶ୍ଚ ଭାଗ ଏବଂ କୋମଳ ତାଳୁର ସଂଯୋଗରେ ବାଧାପ୍ରାପ୍ତ ହୁଏ, ସେହି ସମୟରେ କିଛି ଧ୍ୱନି ନିର୍ଗତ ହୁଅନ୍ତି। ସେହି ଧ୍ୱନି ଗୁଡ଼ିକ ହେଉଛନ୍ତି କ, ଖ, ଗ, ଘ ଏବଂ ଙ। ଯେହେତୁ ଆମର କଣ୍ଠ ଦେଶରେ ବାୟୁ ବାଧାପ୍ରାପ୍ତ ହେଉଛି, ତେଣୁ ଏଗୁଡ଼ିକୁ ଆମେ କଣ୍ଠ୍ୟ ଧ୍ୱନି ବୋଲି କହୁଛି। ନେକ୍ସଟ ହେଉଛି ତାଲବ୍ୟ ବା କଠିନ ତାଲବ୍ୟ ଧ୍ୱନି। ମଧ୍ୟ ଜିହ୍ୱା କଠିନ ତାଳୁକୁ ସ୍ପର୍ଶ କଲେ ଏହି ଧ୍ୱନି ଗୁଡ଼ିକ ସୃଷ୍ଟି ହୁଅନ୍ତି। ଯେଉଁ ସମୟରେ ମଧ୍ୟ ଜିହ୍ୱା କଠିନ ତାଳୁକୁ ସ୍ପର୍ଶ କରେ ଏବଂ ବାୟୁ ବାଧାପ୍ରାପ୍ତ ହୁଏ, ସେହି ସମୟରେ କିଛି ଧ୍ୱନି ସୃଷ୍ଟି ହୋଇଥାନ୍ତି। ଏହି ଧ୍ୱନି ଗୁଡ଼ିକ ହେଉଛନ୍ତି ଚ, ଛ, ଜ, ଝ ଏବଂ ନ୍ୟ। ଓଡ଼ିଆ ଚ ବର୍ଗୀୟ ଧ୍ୱନି ଆଦି ସ୍ଥିତିରେ ବତ୍ସ ଏବଂ ଅନ୍ତ ସ୍ଥିତିରେ ତାଲବ୍ୟ। ଏ ଜାଗାରେ ଆମେ ଗୋଟେ ଜିନିଷ ବୁଝି ରଖିବା ଯେ ଚ ବର୍ଗୀୟ ଧ୍ୱନି ଗୁଡ଼ିକୁ ଯେତେବେଳେ ଆମେ ଉଚ୍ଚାରଣ କରୁଛୁ, ସେତେବେଳେ ଆରମ୍ଭରେ ବତ୍ସ ଅଞ୍ଚଳରେ ବାୟୁ ବାଧାପ୍ରାପ୍ତ ହେବାର ଦେଖୁଛୁ ଏବଂ ଉଚ୍ଚାରଣର ଶେଷରେ କଠିନ ତାଳୁରେ ବାୟୁ ବାଧାପ୍ରାପ୍ତ ହେବାର ଆମେ
ଲକ୍ଷ୍ୟ କରୁଛୁ। ଠିକ ଅଛି। ନେକ୍ସଟ ହେଉଛି ମୂର୍ଧନ୍ୟ ଧ୍ୱନି। ଜିହ୍ୱା ଶୀର୍ଷ ମୂର୍ଦ୍ଧାକୁ ଅର୍ଥାତ୍ କଠିନ ତାଳୁର ଉପର ଅଂଶକୁ ସ୍ପର୍ଶ କଲେ ଏହି ଧ୍ୱନି ଗୁଡ଼ିକ ସୃଷ୍ଟି ହୁଅନ୍ତି। ଆମେ ମୂର୍ଧନ୍ୟ ଧ୍ୱନି ସେଇ ଧ୍ୱନି ଗୁଡ଼ିକୁ କହିବା ଯେଉଁ ଧ୍ୱନିର ଉଚ୍ଚାରଣ ସମୟରେ ଆମର ବ୍ଲେଡ୍ ଅଫ୍ ଦି ଟଙ୍ଗ ବା ଜିହ୍ୱା ଶୀର୍ଷ ମୂର୍ଦ୍ଧାକୁ ବା କଠିନ ତାଳୁକୁ ସ୍ପର୍ଶ କରୁଛି। ଓଡ଼ିଆ ଟ ବର୍ଗର ଧ୍ୱନି ସମୂହ ଯଥା ଟ, ଠ, ଡ, ଢ ଏବଂ ଣ ର ଉତ୍ପତ୍ତି ସ୍ଥଳ ମୂର୍ଦ୍ଧା, ତେଣୁ ଏଗୁଡ଼ିକ ମୂର୍ଧନ୍ୟ ଧ୍ୱନି ଅଟନ୍ତି। ଏ ଜାଗାରେ କଣ କୁହାଯାଉଛି? ଯେତେବେଳେ ଜିହ୍ୱା ଶୀର୍ଷ ମୂର୍ଦ୍ଧାକୁ ସ୍ପର୍ଶ କରେ ସେହି ସମୟରେ ହିଁ ଆମେ ଟ, ଠ, ଡ, ଢ, ଣ ଉଚ୍ଚାରଣ କରିପାରୁ। ତେଣୁ ଏଗୁଡ଼ିକ ହେଉଛନ୍ତି ମୂର୍ଧନ୍ୟ ଧ୍ୱନି। ଓଡ଼ିଆରେ ଟ ବର୍ଗୀୟ ଧ୍ୱନି ଆଦି ସ୍ଥିତିରେ ତାଲବ୍ୟ ଓ ଅନ୍ତ ସ୍ଥିତିରେ ମୂର୍ଧନ୍ୟ ଅଟନ୍ତି। କହିବାର ତାତ୍ପର୍ଯ୍ୟ ହେଉଛି ଏହି ଧ୍ୱନିର ଉଚ୍ଚାରଣ ସମୟରେ ଜିହ୍ୱା ଶୀର୍ଷ ପ୍ରଥମେ ତାଳୁ ଅଞ୍ଚଳକୁ ସୀମିତ ସମୟ ପାଇଁ ସ୍ପର୍ଶ କରେ ଏବଂ ଶେଷରେ ଏହା ମୂର୍ଦ୍ଧା ଅଞ୍ଚଳରୁ ବାୟୁକୁ ଅବରୁଦ୍ଧ କରେ। ନେକ୍ସଟ ହେଉଛି ଦନ୍ତ୍ୟ। ଦନ୍ତ୍ୟ ଧ୍ୱନି କଣ? ଦାନ୍ତକୁ ଜିହ୍ୱା ଶୀର୍ଷ ଦ୍ୱାରା ସ୍ପର୍ଶ କରାଇ ଏହାର ଉଚ୍ଚାରଣ କରାଯାଏ। ଯେତେବେଳେ ଦାନ୍ତ ଏବଂ ଜିହ୍ୱାର ଶୀର୍ଷ ଭାଗଟି ପରସ୍ପର ସହ ସଂଯୋଗ ସ୍ଥାପନ କରନ୍ତି ଏବଂ ବାୟୁ ବାଧାପ୍ରାପ୍ତ ହୁଏ, ସେହି ସମୟରେ ଦନ୍ତ୍ୟ ଧ୍ୱନି ଗୁଡ଼ିକ ଉଚ୍ଚାରିତ ହୁଅନ୍ତି। ଓଡ଼ିଆରେ ତ, ଥ, ଦ, ଧ ଏବଂ ନ ହେଉଛନ୍ତି ଦନ୍ତ୍ୟ ବ୍ୟଞ୍ଜନ। କୁହାଯାଉଛି କି ଓଡ଼ିଆ ବର୍ଣ୍ଣମାଳାର ତ, ଥ, ଦ, ଧ ଏବଂ ନ ଧ୍ୱନି ହେଉଛନ୍ତି ଦନ୍ତ୍ୟ ଧ୍ୱନି, କାରଣ ଏଗୁଡ଼ିକର ଉଚ୍ଚାରଣ ସମୟରେ ଆମକୁ ଜିହ୍ୱାର ଶୀର୍ଷ ଭାଗ ଏବଂ ଦାନ୍ତ ମଧ୍ୟରେ ସମ୍ପର୍କ ସ୍ଥାପନ କରି ବାୟୁକୁ ଅବରୁଦ୍ଧ କରିବାକୁ ହୁଏ। ସଂସ୍କୃତରେ ତ, ଥ, ଦ, ଧ, ନ, ଲ, ସ ହେଉଛି ଦନ୍ତ୍ୟ ଧ୍ୱନି। ଆମେ ଯଦି ସଂସ୍କୃତ ବର୍ଣ୍ଣମାଳାକୁ ଲକ୍ଷ୍ୟ କରିବା ତାହେଲେ ତ, ଥ, ଦ, ଧ, ନ ବ୍ୟତୀତ ଲ ଏବଂ ସ ମଧ୍ୟ ହେଉଛନ୍ତି ଦନ୍ତ୍ୟ ଧ୍ୱନି। ଓଡ଼ିଆରେ ମଧ୍ୟ ସ କୁ ଦନ୍ତ୍ୟ ବୋଲି ବିଚାର କରାଯାଏ। ଯେହେତୁ ଓଡ଼ିଆ ବର୍ଣ୍ଣମାଳା ସଂସ୍କୃତ ବର୍ଣ୍ଣମାଳାକୁ ଅନୁସରଣ କରେ, ତେବେ ତ, ଥ, ଦ, ଧ, ନ ବ୍ୟତୀତ ଓଡ଼ିଆ ବର୍ଣ୍ଣମାଳାରେ ଥିବା ତିନୋଟି ସ ମଧ୍ୟରେ ଶେଷ ସଟି ହେଉଛି ଏହି ଦନ୍ତ୍ୟ ଧ୍ୱନି ଅନ୍ତର୍ଭୁକ୍ତ। ନେକ୍ସଟ ହେଉଛି ଓଷ୍ଠ୍ୟ। ଦୁଇ ଓଷ୍ଠର ସ୍ପର୍ଶ ଦ୍ୱାରା ଏହି ଧ୍ୱନିର ସୃଷ୍ଟି ହୁଏ। ଏ ଜାଗାରେ କୁହାଯାଉଛି କି ଦୁଇଟି ଓଠ ଯେତେବେଳେ ପରସ୍ପର ସହ ସମ୍ପର୍କ ସ୍ଥାପନ କରନ୍ତି ଏବଂ ବାୟୁକୁ ଅବରୁଦ୍ଧ କରନ୍ତି, ସେହି ସମୟରେ ଓଷ୍ଠ୍ୟ ଧ୍ୱନି ଗୁଡ଼ିକ ସୃଷ୍ଟି ହୁଅନ୍ତି। ପ, ଫ, ବ, ଭ, ମ ହେଉଛି ଓଷ୍ଠ୍ୟ ଧ୍ୱନି। ଓଡ଼ିଆ ବର୍ଣ୍ଣମାଳାକୁ ଯଦି ଆମେ ଲକ୍ଷ୍ୟ କରିବା ତାହେଲେ ପ, ଫ, ବ, ଭ, ମ ହେଉଛନ୍ତି ଓଷ୍ଠ୍ୟ ଧ୍ୱନି। ଏହାକୁ ଯଦି ଟିକେ ଗଭୀର ଭାବରେ ଆମେ ବୁଝିବା ତାହେଲେ ଏମାନେ ହେଉଛନ୍ତି ଦୋଷ୍ଠ୍ୟ ଧ୍ୱନି। ଦୋଷ୍ଠ୍ୟ ଧ୍ୱନି ମାନେ କଣ? ଦୁଇ ଓଠର ବ୍ୟବହାର କରାଯାଉଛି, ତେଣୁ ଏହାକୁ କୁହାଯାଉଛି ଦୋଷ୍ଠ୍ୟ ଧ୍ୱନି। ନେକ୍ସଟ ହେଉଛି ବତ୍ସ୍ୟ ଧ୍ୱନି। ବତ୍ସ୍ୟ ଧ୍ୱନି କାହାକୁ କହିବା? ବତ୍ସ ବା ଦାନ୍ତ ମାଢ଼ିକୁ ଜିହ୍ୱା ଶୀର୍ଷ ସ୍ପର୍ଶ କରିବା ଫଳରେ ଏହି ଧ୍ୱନି ଉତ୍ପନ୍ନ ହୋଇଥାଏ। ଆମେ ସେହି ଧ୍ୱନି ଗୁଡ଼ିକୁ ବତ୍ସ୍ୟ ଧ୍ୱନି ବୋଲି କହିବା ଯେଉଁ ଧ୍ୱନିର ଉଚ୍ଚାରଣ ସମୟରେ ଆମର ବତ୍ସ ବା ଦାନ୍ତର ମାଢ଼ି ଏବଂ ଜିହ୍ୱାର ଶୀର୍ଷ ବ୍ଲେଡ୍ ଅଫ୍ ଦି ଟଙ୍ଗ ମଧ୍ୟରେ ସଂଯୋଗ ସ୍ଥାପନ ହେଉଛି ଏବଂ ବାୟୁ ଅବରୁଦ୍ଧ ହେଉଛି। ଏହି ଭିତ୍ତିରେ ଓଡ଼ିଆ ନ, ର, ଲ, ସ ହେଉଛନ୍ତି ବତ୍ସ୍ୟ ଧ୍ୱନି। ଯଦି ଆମେ ଓଡ଼ିଆ ବର୍ଣ୍ଣମାଳାକୁ ଲକ୍ଷ୍ୟ କରିବା ତାହେଲେ ନ, ର, ଲ ଏବଂ ସ ଧ୍ୱନିର ଉଚ୍ଚାରଣ ସମୟରେ ଆମର ଜିହ୍ୱାର ଶୀର୍ଷ ଏବଂ ବତ୍ସ ମଧ୍ୟରେ ସଂଯୋଗ ସ୍ଥାପନ ହୁଏ। ଏହା ବ୍ୟତୀତ ଇଂରାଜୀ ଟି ଏବଂ ଡି ବତ୍ସ୍ୟ ଧ୍ୱନି ବୋଲି କେତେକ ଭାଷାବିତ୍ ମତ ଦେଇଥାନ୍ତି। ଯଦି ଆମେ ଇଂରାଜୀ ବର୍ଣ୍ଣମାଳାକୁ ଲକ୍ଷ୍ୟ କରିବା ତାହେଲେ ଟି ଏବଂ ଡି ହେଉଛନ୍ତି ଏହି ବତ୍ସ୍ୟ ଧ୍ୱନିର ଅନ୍ତର୍ଭୁକ୍ତ। ନେକ୍ସଟ ଦେଖିବା ଆମେ ସ୍ୱର ଯନ୍ତ୍ରମୁଖୀ ବା କାକଲ୍ୟ। ସ୍ୱର ଯନ୍ତ୍ରମୁଖରୁ ଏହି ଧ୍ୱନି ଉଚ୍ଚାରିତ ହୁଏ। ଆମେ ସ୍ୱର ଯନ୍ତ୍ରମୁଖୀ ବା କାକଲ୍ୟ ଧ୍ୱନି କାହାକୁ କହିବା? ଯେଉଁ ଧ୍ୱନି ଉଚ୍ଚାରଣ ସମୟରେ ସ୍ୱର ଯନ୍ତ୍ର ଗୁଡ଼ିକ ବିଶେଷତଃ ବ୍ୟବହାରକୁ ଆସନ୍ତି। ଓଡ଼ିଆ ହ ଏବଂ ବିସର୍ଗ ହେଉଛନ୍ତି ସ୍ୱର ଯନ୍ତ୍ରମୁଖୀ ଧ୍ୱନି। ଯଦି ଆମେ ଓଡ଼ିଆ ବର୍ଣ୍ଣମାଳାକୁ ଲକ୍ଷ୍ୟ କରିବା ତାହେଲେ ହ ଏବଂ ବିସର୍ଗ ଧ୍ୱନି ହେଉଛନ୍ତି ସ୍ୱର ଯନ୍ତ୍ରମୁଖୀ। କାକଲ୍ୟ କହିଲେ କଣ? ନା ସ୍ୱରତନ୍ତ୍ରୀ ଦ୍ୱୟ ଯେତେବେଳେ ପରସ୍ପର ଠାରୁ ଦୂରରେ ଥାନ୍ତି ସେ ସମୟରେ ଯେଉଁ ଖାଲି ଅଂଶଟି ଥାଏ ଏହି ଖାଲି ଅଂଶଟି ହିଁ ହେଉଛି କାକଲ୍ୟ। ଏହି କାକଲ୍ୟ ଅଞ୍ଚଳରେ ହିଁ ବାୟୁ କିଛି ସମୟ ବାଧାପ୍ରାପ୍ତ ହୁଏ, ଯାହା ଫଳରେ ହ ଏବଂ ବିସର୍ଗ ଧ୍ୱନି ସୃଷ୍ଟି ହୋଇପାରନ୍ତି। ଏଣୁ ଏଗୁଡ଼ିକୁ ସ୍ୱର ଯନ୍ତ୍ରମୁଖୀ ବା କାକଲ୍ୟ ଧ୍ୱନି ବୋଲି କୁହାଯାଏ। ନେକ୍ସଟ ଆମେ ଦେଖିବା ଦନ୍ତୋଷ୍ଠ୍ୟ ଧ୍ୱନି। ତଳ ଓଠକୁ ଉପର ଦାନ୍ତ ଦ୍ୱାରା ସ୍ପର୍ଶ କରାଇ ଏହି ଧ୍ୱନିର ସୃଷ୍ଟି କରାଯାଏ। କଣ କୁହାଯାଉଛି? ନା ତଳ ଓଠକୁ ଯେତେବେଳେ ଆମେ ଉପର ଦାନ୍ତ ଦ୍ୱାରା ସ୍ପର୍ଶ କରାଉ ସେହି ସମୟରେ ଏହି ଧ୍ୱନି ସୃଷ୍ଟି ହୋଇଥାଏ। ବିଶେଷତଃ ଓଡ଼ିଆ ବର୍ଣ୍ଣମାଳାରେ ଏହା ଦେଖିବାକୁ ମିଳେ ନାହିଁ,
किंतु आमे इंग्राजी वर्णमाला को जदि लक्ष्य करिबा ताहेले आमे दंत्यस्थ वर्ण को देखिया को पाइबा। यथा इंग्राजी फ आमर ओडिया वर्णमाला रे फ हेउची एक दोष्ठ्य ध्वनि दुई ओठर व्यवहार रे आमे फ को उच्चारण करू से समय रे आमे फादर उच्चारण करले अलगा सुना जाए एवं इंग्लिश लोक माने फादर उच्चारण करंती ताहा अलगा सुना जाए काहेकि ना सेमाने जेतेबेले फ उच्चारण करंती तांकर ऊपर माढीर दांत एवं तळ ओष्ठटी परस्पर मध्यरे संयोग स्थापन करी वायु को अवरुद्ध करे। आपण माने याकू उच्चारण करी निजे परीक्षा करि पारबे दुई ओठर संयोग रे फ ध्वनि को उच्चारण कले अलगा सुना जिवो एवं तळ ओठ सह ऊपर दांत को स्पर्श कले यहा अलगा सुना जिवो। ए भितरे आमे इंडियन इंग्लिश एक्सेंट एवं अमेरिकन इंग्लिश एक्सेंट मध्यरे पार्थक्य देखि परिबा। तेबे एई थिला स्थान भित्तिरे ओडिया व्यंजन ध्वनि गुडीकर वर्गीकरण। नेक्स्ट आमे देखिबा उच्चारण विधि रे व्यंजन ध्वनि गुडीकर वर्गीकरण। व्यंजन ध्वनि गुडीको सेमानंक उच्चारण अनुसारे मध्य वर्गीकरण करा जाए। एथिरे बागयंत्रर विभिन्न अंशरे वायुर अवरोध को गुरुत्व दिया जाए। ना व्यंजन ध्वनि गुडीको सेमानंकर उच्चारण विधि अनुसारे मध्य आमे वर्गीकरण करि परिबा एवं एथिरे बागयंत्रर विभिन्न अंशरे वायु किपरि बाधा प्राप्त हेउची ताहाकू ही आमे गुरुत्व देबा। एही दृष्टिरु व्यंजन ध्वनि गुडीको स्पर्श, संघर्षी, स्पर्श संघर्षी, नासिक्य, पार्श्विक, लोडित, उत्क्षिप्त ओ अर्धस्वर आदि भावरे आलोचना करा जाय पारे। ए जगह रे आमे व्यंजन ध्वनिर जेतिकी वर्गीकरण पढिबा ताहा यूजीसी नेट पॉइंट ऑफ व्यू रु मोस्ट इंपोर्टेंट एथिरु डायरेक्ट क्वेश्चन आमे देखियाकू पाइबा। एहाकू जेतिकी स्पष्ट भावरे बुझी पारिबा परीक्षा रे देखियाकू मिलुथबा प्रश्न गुडीको आमे अति सहजरे सॉल्व करि पारिबा। प्रथमे देखिबा स्पर्श ध्वनि कोन। ध्वनिर तीनोटी पर्याय रहिछि यथा स्पर्श, मुक्ति, अवरोध। आमे प्रथमे ध्वनिर तीनोटी पर्याय को बुझिबा तेबे जायकि स्पर्श ध्वनि, संघर्षी ध्वनि, स्पर्श संघर्षी ध्वनि को स्पष्ट भावरे बुझी पारिबा। स्पर्श ध्वनि उच्चारण समय रे बागयंत्रर केतेक अंश परस्पर सहित मिलित होई वायु मार्ग को संपूर्ण अवरोध करिथांती। जेतेबेले स्पर्श ध्वनि उच्चारित हुए से समय रे फुसफुस रु निर्गत होतवा वायु संपूर्ण भावरे अवरुद्ध होइथाय कारण बागयंत्रर केतेक अंश परस्पर सह मिलित होई जांती। फଳରେ नासारंध्र ଓ ମୁଖରନ୍ଧ୍ର ଦେଇ ବାୟୁ ଗତି କରି ନ ପାରୁଥିବାରୁ କୌଣସି ଧ୍ୱନି ସୃଷ୍ଟି ହୁଏ ନାହିଁ। ସ୍ପର୍ଶ ଧ୍ୱନି ଉଚ୍ଚାରଣର କିଛି ସମୟ ପୂର୍ବରୁ ଯେହେତୁ ବାଗଯନ୍ତ୍ରର ବିଭିନ୍ନ ଅଂଶ ପରସ୍ପର ସହ ମିଳିତ ହୋଇ ବାୟୁର ମାର୍ଗକୁ ସମ୍ପୂର୍ଣ୍ଣ ରୂପେ ଅବରୁଦ୍ଧ କରନ୍ତି, ଫଳରେ ବାୟୁ ନାସାରନ୍ଧ୍ର ମାର୍ଗରେ ଯାଇପାରେ ନାହିଁ କି ମୁଖରନ୍ଧ୍ର ମାର୍ଗରେ ମଧ୍ୟ ଯାଇପାରେ ନାହିଁ। ମାତ୍ର ପରେ ଫୁସଫୁସରୁ ନିର୍ଗତ ବାୟୁ ଚାପରେ ମାର୍ଗ ହଠାତ୍ ଉନ୍ମୁକ୍ତ ହେବାରୁ ସ୍ଫୋଟନ ଧ୍ୱନି ଶୁଣିବାକୁ ମିଳେ। ଫୁସଫୁସରୁ ନିର୍ଗତ ବାୟୁର ମାତ୍ରା ଯେତେବେଳେ ଟିକେ ଅଧିକ ହୋଇଯାଏ ତାହା ଚାପ ସୃଷ୍ଟି କରେ ଏବଂ ମାର୍ଗଟି ହଠାତ୍ ଉନ୍ମୁକ୍ତ ହୋଇଯାଏ। ଏହି ହଠାତ୍ ଉନ୍ମୁକ୍ତ ହେବା ଫଳରେ ଆମେ ଏକ ପ୍ରକାରର ସ୍ଫୋଟନ ଧ୍ୱନି ଶୁଣିବାକୁ ପାଉ। ଏହି ସ୍ଫୋଟନ ଧ୍ୱନି ଗୁଡ଼ିକ ହିଁ ସ୍ପର୍ଶ ଧ୍ୱନି ଅଟନ୍ତି। ଏହି ସମୟରେ ବାୟୁ ମାର୍ଗଟି ହଠାତ୍ ଉନ୍ମୁକ୍ତ ହୋଇଗଲେ ଯେଉଁ ସ୍ଫୋଟନ ଧ୍ୱନି ଶୁଣିବାକୁ ମିଳେ ସେହି ସ୍ଫୋଟନ ଧ୍ୱନି ହିଁ ସ୍ପର୍ଶ ଧ୍ୱନି ଅଟେ। ଠିକ ଅଛି। ओडिया वर्णमालार च वर्ग व्यतीत अन्य समस्त वर्ग व्यंजन ध्वनि गुड़िक होउछंती स्पर्श ध्वनि। ए जगह रे हमको कहा गला कि ओडिया वर्णमालार च वर्ग व्यतीत अन्य समस्त वर्ग व्यंजन ध्वनि होउछंती स्पर्श ध्वनि। अर्थात क वर्गर समस्त ध्वनि, त वर्गर समस्त ध्वनि, त वर्गर समस्त ध्वनि एवं प वर्गर समस्त ध्वनि होउछंती स्पर्श ध्वनि। एही ध्वनि गुड़िकर उच्चारण समय रे बागयंत्रर दुई किंबा दुईरु अधिक अवयव परस्पर सह मिलित होई वायुर मार्ग को संपूर्ण रूपे अवरुद्ध कर देइथांती किंतु फुसफुस रु निर्गत वायुर मात्रा टिके अधिक होइगले ताहा हठात उन्मुक्त हो जाए एवं आमे क ट त प आदि वर्गर ध्वनि गुडी को सुनिया को पाऊ। संघर्षी ध्वनि कौन हबो? स्पर्श ध्वनि उच्चारण समय रे वायु मार्ग संपूर्ण अवरुद्ध हुए एवं वायुर मार्ग को हठात उन्मुक्त करा जाए। मात्र संघर्षी ध्वनिर उच्चारण पाई वायुर मार्ग संपूर्ण अवरुद्ध न होई संकीर्ण होइथाय। स्पर्श ध्वनि उच्चारण समय रे वायुर मार्गटी संपूर्ण अवरुद्ध होइथाय किंतु संघर्षी ध्वनिर उच्चारण समय रे वायुर मार्ग संपूर्ण रूप रे अवरुद्ध हुए नाही, मार्गटी संकीर्ण होई जाय। फଳରେ ଏହି ସଂକୀର୍ଣ୍ଣ ମାର୍ଗରେ ବାୟୁ ସଂଘର୍ଷ ଜନିତ ହୋଇ ଯେଉଁ ଧ୍ୱନି ସୃଷ୍ଟି କରେ ତାହାକୁ ସଂଘର୍ଷୀ ଧ୍ୱନି କୁହାଯାଏ। ଏ ଜାଗାରେ କଣ କୁହାଯାଉଛି? ଏହି ସଂକୀର୍ଣ୍ଣ ମାର୍ଗରେ ବାୟୁ କଣ ହୁଏ? घर्षण होई गति करे एवं किछि ध्वनि सृष्टि करे। एही ध्वनि गुड़िको संघर्षी ध्वनि कहा जाए। ओडिया वर्णमालार तालव्य स,
ମୂର୍ଧନ୍ୟ ସ, ଦନ୍ତ ସ, ହ ଏକ ଏକ ସଂଘର୍ଷୀ ଧ୍ୱନି। ଏହି ଧ୍ୱନି ଗୁଡ଼ିକର ଉଚ୍ଚାରଣ ସମୟରେ ବାୟୁର ମାର୍ଗ ସଂକୀର୍ଣ୍ଣ ହୋଇଯାଏ, ଫଳରେ ବାୟୁ ଘର୍ଷିତ ହୋଇ ସେହି ସଂକୀର୍ଣ୍ଣ ମାର୍ଗରେ ଗତି କରେ। ଠିକ ଅଛି, ନେକ୍ସଟ ଦେଖିବା ସ୍ପର୍ଶ ସଂଘର୍ଷୀ ଧ୍ୱନି। ଏ ଜାଗାରେ ଆମକୁ କୁହାଗଲା କି ସ୍ପର୍ଶ ଧ୍ୱନିର ଉଚ୍ଚାରଣ ସମୟରେ ବାୟୁ ସମ୍ପୂର୍ଣ୍ଣ ରୂପରେ ଅବରୁଦ୍ଧ ହୁଏ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ହଠାତ୍ ଉନ୍ମୁକ୍ତ ହୋଇଥାଏ। ମାତ୍ର ସ୍ପର୍ଶ ସଂଘର୍ଷୀ ଧ୍ୱନି ଉଚ୍ଚାରଣ ସମୟରେ ସମ୍ପୂର୍ଣ୍ଣ ଅବରୁଦ୍ଧ ଥିଲେ ମଧ୍ୟ ବାୟୁ ହଠାତ୍ ଉନ୍ମୁକ୍ତ ନ ହୋଇ ଧୀରେ ଧୀରେ ବହିର୍ଗତ ହୋଇଥାଏ। ଆମେ ଏ ଜାଗାରେ କ୍ଲିୟର ବୁଝିନେବା ଯେ ଏଥିରେ ସ୍ପର୍ଶ ଧ୍ୱନିର ଗୋଟିଏ ଗୁଣ ଅଛି ଏବଂ ସଂଘର୍ଷୀ ଧ୍ୱନିର ଗୋଟିଏ ଗୁଣ ଅଛି। ସ୍ପର୍ଶ ଧ୍ୱନିର ଗୁଣ ଅଛି ଯେ ବାୟୁର ମାର୍ଗଟି ସମ୍ପୂର୍ଣ୍ଣ ଭାବରେ ଅବରୁଦ୍ଧ ହୋଇଯାଉଛି ଏବଂ ସଂଘର୍ଷୀ ଧ୍ୱନିର ଗୁଣ ହେଉଛି ଯେ ବାୟୁର ମାର୍ଗଟି ହଠାତ୍ ଉନ୍ମୁକ୍ତ ନ ହୋଇ ଧୀରେ ଧୀରେ ଉନ୍ମୁକ୍ତ ହେଉଛି। ବାୟୁ ଅବରୁଦ୍ଧ ହେବା ସମୟରେ ସ୍ପର୍ଶ ଧ୍ୱନିର ଗୁଣକୁ ବହନ କରୁଛି ଏବଂ ଉନ୍ମୁକ୍ତ ହେବା ସମୟରେ ସଂଘର୍ଷୀ ଧ୍ୱନିର ଗୁଣକୁ ବହନ କରୁଛି। ଏଣୁ ଏହାକୁ କୁହାଯାଉଛି ସ୍ପର୍ଶ ସଂଘର୍ଷୀ ଧ୍ୱନି। ଏହି ପ୍ରକ୍ରିୟାକୁ ଭାଷା ବିଜ୍ଞାନୀମାନେ ସ୍ପର୍ଶ ସଂଘର୍ଷୀ ପ୍ରକ୍ରିୟା ବୋଲି କହନ୍ତି। ଓଡ଼ିଆ ବର୍ଣ୍ଣମାଳାର ଚ, ଛ, ଜ, ଝ ହେଉଛନ୍ତି ସ୍ପର୍ଶ ସଂଘର୍ଷୀ ଧ୍ୱନି ଅନ୍ତର୍ଭୁକ୍ତ। ନେକ୍ସଟ ହେଉଛି ନାସିକ୍ୟ ଧ୍ୱନି। ପ୍ରଥମତଃ ନାସିକ୍ୟ ଧ୍ୱନି ସମୂହ ସ୍ପର୍ଶ ଧ୍ୱନି ଅନ୍ତର୍ଭୁକ୍ତ ଅଟନ୍ତି। ଆମକୁ ପ୍ରଥମରୁ ହିଁ ଗୋଟେ ଜିନିଷ କ୍ଲିୟର କରି ଦିଆଯାଉଛି ଯେ ଯେତିକି ନାସିକ୍ୟ ଧ୍ୱନି ଅଛନ୍ତି ସେମାନେ ହେଉଛନ୍ତି ସ୍ପର୍ଶ ଧ୍ୱନି। ନାସିକ୍ୟ ଧ୍ୱନି ଉଚ୍ଚାରଣ ବେଳେ କୋମଳ ତାଲୁ ତଳକୁ ଖସିଯିବାରୁ ବାୟୁ ମୁଖରନ୍ଧ୍ର ନ ଦେଇ ନାସାରନ୍ଧ୍ର ମାର୍ଗ ଦେଇ ଗତି କରେ। ଆମେ ଏ ସମ୍ପର୍କରେ ଆଗରୁ ହିଁ କ୍ଲିୟର ହେଇସାରିଛେ ଯେ ନାସିକ୍ୟ ଧ୍ୱନି ଗୁଡ଼ିକର ଉଚ୍ଚାରଣ ସମୟରେ ବାୟୁ ମୁଖରନ୍ଧ୍ର ମାର୍ଗ ନ ଦେଇ ନାସାରନ୍ଧ୍ର ମାର୍ଗ ଦେଇ ଗତି କରେ। ନାସାରନ୍ଧ୍ରରେ ବାୟୁ ଅବରୋଧ ହେଉଥିବାରୁ ଏହାକୁ ଯଥାର୍ଥରେ ନାସିକ୍ୟ ଧ୍ୱନି କୁହାଯାଏ। ଓଡ଼ିଆ ବର୍ଣ୍ଣମାଳାର ୱ, ନ୍ୟ, ଣ, ନ, ମ ଏଗୁଡ଼ିକ ହେଉଛନ୍ତି ନାସିକ୍ୟ ଧ୍ୱନି। ଓଡ଼ିଆ ବର୍ଣ୍ଣମାଳାରେ ଯେତିକି ବର୍ଗ ବ୍ୟଞ୍ଜନର ପଞ୍ଚମ ବର୍ଣ୍ଣ ଗୁଡ଼ିକ ରହିଛନ୍ତି ସେମାନେ ହେଉଛନ୍ତି ନାସିକ୍ୟ ଧ୍ୱନି। ଠିକ ଅଛି, ନେକ୍ସଟ ଦେଖିବା ଲୋଡ଼ିତ ଧ୍ୱନି ବା ଲୁଣ୍ଠିତ ଧ୍ୱନି। ଏହି ପ୍ରକାରର ଧ୍ୱନି ଉଚ୍ଚାରଣ ସମୟରେ ଜିହ୍ୱାଗ୍ର ବାରମ୍ବାର ଲୋଡ଼ିତ ହେବା ଦ୍ୱାରା ବାୟୁ ବାରମ୍ବାର ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ବହିର୍ଗତ ହୋଇଥାଏ, ଯାହାକୁ ଲୁଣ୍ଠିତ ଧ୍ୱନି କୁହାଯାଏ। ଲୋଡ଼ିତ ଧ୍ୱନି କାହାକୁ କହିବା ନା ଯେଉଁ ଧ୍ୱନିର ଉଚ୍ଚାରଣ ସମୟରେ ଆମର ଜିହ୍ୱାଗ୍ର ବାରମ୍ବାର ଲୋଡ଼ିତ ହେଉଛି ବା ଉତ୍ତୋଳିତ ହେଉଛି ଏବଂ ଏହି ସମୟରେ ବାୟୁ ବାରମ୍ବାର ବାଧାପ୍ରାପ୍ତ ହେବା ସହ ବାରମ୍ବାର ବହିର୍ଗତ ମଧ୍ୟ ହେଉଛି, ସେହି ଧ୍ୱନିକୁ ହିଁ ଲୁଣ୍ଠିତ ଧ୍ୱନି ବୋଲି କହିବା। ଓଡ଼ିଆ ବର୍ଣ୍ଣମାଳାର ର ହେଉଛି ଏପରି ଏକ ଧ୍ୱନି। ଆମେ ନିଜେ ର ଧ୍ୱନିକୁ ବାରମ୍ବାର ଉଚ୍ଚାରଣ କଲା ସମୟରେ ଏହାର ପ୍ରକୃତ ପରୀକ୍ଷଣ ଜାଣିପାରିବା ଯେତେବେଳେ କିଛି ଫନି ସାଉଣ୍ଡ ଆମେ ବ୍ୟବହାର କରୁ, ଯେମିତି ଫର୍, ଏହି ସମୟରେ ଆମେ ଜାଣିପାରିବା ଯେ ବାରମ୍ବାର ଜିହ୍ୱାର ଅଗ୍ରଭାଗଟି କେମିତି ଲୋଡ଼ିତ ହେଉଛି। ନେକ୍ସଟ ହେଉଛି ପାର୍ଶ୍ୱିକ ଧ୍ୱନି। ଉଚ୍ଚାରଣ ସମୟରେ ମୁଖ ଗହ୍ୱରର ମଧ୍ୟଭାଗରେ କୌଣସି ନା କୌଣସି ସ୍ଥାନରେ ଜିହ୍ୱା ବାୟୁମାର୍ଗକୁ ଅବରୋଧ କରେ, କିନ୍ତୁ ବାୟୁ ବହିର୍ଗମନ ସମୟରେ ଜିହ୍ୱାଗ୍ର ଏକ ପାର୍ଶ୍ୱରେ ବା ଉଭୟ ପାର୍ଶ୍ୱରେ ଉନ୍ମୁକ୍ତ ହୋଇଥାଏ। ଫଳରେ ଏହି ଧ୍ୱନି ଗୁଡ଼ିକୁ ପାର୍ଶ୍ୱିକ ଧ୍ୱନି କୁହାଯାଏ। ଏ ଜାଗାରେ କ'ଣ କୁହାଯାଉଛି ନା ଯେଉଁ ସମୟରେ ଆମେ ଏହି ଧ୍ୱନିକୁ ଉଚ୍ଚାରଣ କରୁଛୁ ସେହି ସମୟରେ ମୁଖ ଗହ୍ୱରର ମଧ୍ୟଭାଗରେ କୌଣସି ନା କୌଣସି ସ୍ଥାନରେ ଜିହ୍ୱା ବାୟୁମାର୍ଗକୁ ଅବରୁଦ୍ଧ କରିଦିଏ, କିନ୍ତୁ ବାୟୁ ଯେତେବେଳେ ବହିର୍ଗମନ କରେ ସେହି ସମୟରେ ଜିହ୍ୱାର ଗୋଟିଏ ପାର୍ଶ୍ୱ ଉନ୍ମୁକ୍ତ ହୋଇଯାଏ କିମ୍ବା ଉଭୟ ପାର୍ଶ୍ୱ ମଧ୍ୟ ଉନ୍ମୁକ୍ତ ହୋଇଯାଏ। ବାୟୁ ଏକ ପାର୍ଶ୍ୱରେ ଗଲେ ଲ ଓ ଉଭୟ ପାର୍ଶ୍ୱରେ ଗଲେ ଳ ଉଚ୍ଚାରଣ ହୋଇଥାଏ। ଏଣୁ ଲ ଏବଂ ଳ ହେଉଛନ୍ତି ପାର୍ଶ୍ୱିକ ଧ୍ୱନି। ଏହାକୁ ଆଉ ଟିକେ ସ୍ପଷ୍ଟ କରି ବୁଝିବା ଯେ ଯେତେବେଳେ ଆମେ ଲ ଧ୍ୱନି ଉଚ୍ଚାରଣ କରୁ ସେ ସମୟରେ ମୁଖ ଗହ୍ୱରର ମଧ୍ୟଭାଗରେ ଜିହ୍ୱାଗ୍ରର ଗୋଟିଏ ପାର୍ଶ୍ୱଟି ଦୁର୍ବଳ ହେଉଠେ ଏବଂ ଏକ ପକ୍ଷରେ ବାୟୁ ବହିର୍ଗତ ହୋଇଥାଏ। ପୁଣି ବାୟୁର ଚାପ ବେଳେ ବେଳେ ଏତେ ଅଧିକ ହୋଇଯାଏ ଯେ ଜିହ୍ୱାଗ୍ର ବାୟୁର ମାର୍ଗକୁ ଅବରୁଦ୍ଧ କରିଥିଲେ ହେଁ ଉଭୟ ପାର୍ଶ୍ୱଟି ଶିଥିଳ ପଡ଼ିଯାଏ ଏବଂ ଳ ଧ୍ୱନି ଉଚ୍ଚାରିତ ହୋଇଥାଏ। ନେକ୍ସଟ ଆମେ ଦେଖିବା ଉତ୍କ୍ଷିପ୍ତ ଧ୍ୱନି ବା ତାଡ଼ିତ ଧ୍ୱନି। ଏହି ଧ୍ୱନି ଉଚ୍ଚାରଣ ସମୟରେ ଜିହ୍ୱାଗ୍ର ପଛକୁ ଲେଉଟି ଅନ୍ୟାନ୍ୟ ମୂର୍ଧନ୍ୟ ଉଚ୍ଚାରଣ ପରି କଠିନ ତାଳୁର ସାମ୍ନା ଅଂଶକୁ ସ୍ପର୍ଶ କରେ ଏବଂ ବାୟୁ ପ୍ରବାହର ଚାପରେ ଜିହ୍ୱା ଖୁବ୍ ଶୀଘ୍ର ଉତ୍କ୍ଷିପ୍ତ ହୋଇ ତାର ପୂର୍ବାବସ୍ଥାକୁ ଫେରିଆସେ। ସେହି ପ୍ରକାର ଧ୍ୱନିକୁ ଉତ୍କ୍ଷିପ୍ତ ଧ୍ୱନି କୁହାଯାଏ। ଉତ୍କ୍ଷିପ୍ତ ଧ୍ୱନି କାହାକୁ କହିବା ନା ଯେଉଁ ଧ୍ୱନିର ଉଚ୍ଚାରଣ ସମୟରେ ମୂର୍ଧନ୍ୟ ଧ୍ୱନି ପରି ଜିହ୍ୱାଗ୍ରଟି ଆମର କଠିନ ତାଳୁ ସହ ସଂଯୋଗ ସ୍ଥାପନ କରେ, କିନ୍ତୁ ଏହି ସମୟରେ ବାୟୁର ଚାପ ଏତେ ତୀବ୍ର ହୋଇଥାଏ ଯେ
ଏହା ଖୁବ୍ ଶୀଘ୍ର ଉତ୍କ୍ଷିପ୍ତ ହୋଇ ଖୁବ୍ ଶୀଘ୍ର ବାଧାପ୍ରାପ୍ତ ହୋଇ ତାର ପୂର୍ବାବସ୍ଥାକୁ ଫେରି ଆସେ। ଓଡ଼ିଆ ବର୍ଣ୍ଣମାଳାର ଳ ଏବଂ ଢ ହେଉଛନ୍ତି ଉତ୍କ୍ଷିପ୍ତ ଧ୍ୱନି। ଡ ଏବଂ ଢ ଧ୍ୱନି ଉଚ୍ଚାରଣ ସମୟରେ ଜିହ୍ୱାଗ୍ର ତାର ପୂର୍ବାବସ୍ଥାକୁ ଫେରିବା ପାଇଁ ଯେତିକି ସମୟ ନିଏ, ଳ ଏବଂ ଢ ଉଚ୍ଚାରଣ କଲା ସମୟରେ ତାହା ଅନ୍ୟ ମୂର୍ଧନ୍ୟ ଧ୍ୱନି ତୁଳନାରେ ଖୁବ୍ କମ୍ ସମୟ ନେଇଥାଏ, ଯେହେତୁ ବାୟୁର ଚାପଟି ସେତେବେଳେ ଅଧିକ ହୋଇଥାଏ। ଠିକ୍ ଅଛି। ନେକ୍ସଟ ହେଉଛି ଅର୍ଦ୍ଧ ବ୍ୟଞ୍ଜନ ଏବଂ ଅର୍ଦ୍ଧ ସ୍ୱର। ଏହି ଶ୍ରେଣୀର ଧ୍ୱନି ଉଚ୍ଚାରଣ ଦୃଷ୍ଟିରୁ ବସ୍ତୁତଃ ସ୍ୱର ଓ ବ୍ୟଞ୍ଜନ ଧ୍ୱନିର ମଧ୍ୟବର୍ତ୍ତୀ। ଆମେ ଅର୍ଦ୍ଧ ବ୍ୟଞ୍ଜନ ଏବଂ ଅର୍ଦ୍ଧ ସ୍ୱର କାହାକୁ କହିବା? ନା ଯେଉଁ ଧ୍ୱନି ଗୁଡ଼ିକ ଉଚ୍ଚାରଣ ଦୃଷ୍ଟିରୁ ସ୍ୱର ଧ୍ୱନି ଏବଂ ବ୍ୟଞ୍ଜନ ଧ୍ୱନିର ମଧ୍ୟବର୍ତ୍ତୀ ଅଟନ୍ତି। ଏହା ସ୍ୱର ପରି ଦୀର୍ଘ ଶ୍ୱାସ ଯୁକ୍ତ ହୋଇଥାଏ, ପୁଣି ଉଚ୍ଚାରଣ ସମୟରେ ଜିହ୍ୱା ସଂବୃତ୍ତରୁ ବିବୃତ ଆଡ଼କୁ ଗତି କରେ। ବ୍ୟଞ୍ଜନ ପରି ଏହାର ଉଚ୍ଚାରଣ ସମୟରେ ବାୟୁ ବାଧାପ୍ରାପ୍ତ ହୋଇଥାଏ। ସ୍ୱର ଧ୍ୱନି ପରି ଏମାନେ ଦୀର୍ଘ ଶ୍ୱାସ ଯୁକ୍ତ ହୋଇଥାନ୍ତି, ସଂବୃତ୍ତରୁ ବିବୃତ ଆଡ଼କୁ ଗତି କରନ୍ତି ଏବଂ ବ୍ୟଞ୍ଜନ ଧ୍ୱନି ପରି ଏମାନଙ୍କର ଉଚ୍ଚାରଣ ସମୟରେ ବାୟୁ ବାକ୍ଯନ୍ତ୍ରର ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ମଧ୍ୟ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ଅର୍ଦ୍ଧ ବ୍ୟଞ୍ଜନ ଏବଂ ଅର୍ଦ୍ଧ ସ୍ୱର କୁହାଯାଏ। ଓଡ଼ିଆ ବର୍ଣ୍ଣମାଳାର ୱ ଏବଂ ୟ ହେଉଛନ୍ତି ଏହିପରି ଅର୍ଦ୍ଧ ବ୍ୟଞ୍ଜନ ଏବଂ ଅର୍ଦ୍ଧ ସ୍ୱର। ପୁଣି ଇଂରାଜୀ ବର୍ଣ୍ଣମାଳାର ୱାଇ ଏବଂ ଭି ହେଉଛନ୍ତି ଅର୍ଦ୍ଧ ସ୍ୱର ଏବଂ ଅର୍ଦ୍ଧ ବ୍ୟଞ୍ଜନ। ଆମେ ଯଦି ୱକୁ ଉଦାହରଣ ସ୍ୱରୂପ ନେବା, ତାହେଲେ ଏହା ଆରମ୍ଭରେ ଉ ପରି ଶୁଣାଯିବ ଏବଂ ଅନ୍ତରେ ଅ ପରି ଶୁଣାଯିବ। ଉ ଏକ ସଂବୃତ ସ୍ୱର ହୋଇଥିବା ବେଳେ ଅ ହେଉଛି ଏକ ବିବୃତ ସ୍ୱର। ପୁଣି ୟକୁ ଉଦାହରଣ ସ୍ୱରୂପ ନେଲେ ଏହା ଆରମ୍ଭରୁ ଇ ପରି ଶୁଣାଯିବ ଏବଂ ଅନ୍ତରେ ଅ ପରି ଶୁଣାଯିବ। ଇ ଏକ ସଂବୃତ ସ୍ୱର ହୋଇଥିବା ବେଳେ ଅ ହେଉଛି ଏକ ବିବୃତ ସ୍ୱର। ଏହି ୱ ଏବଂ ୟର ସାହାଯ୍ୟରେ ଆମେ ସଂବୃତ ଏବଂ ବିବୃତ ସ୍ୱରକୁ ମଧ୍ୟ ଅତି ସହଜରେ ମନେ ରଖିପାରିବା। ଏତଦ୍ ବ୍ୟତୀତ ଆହୁରି କେତେକ ଉଚ୍ଚାରଣ ବିଧି ରହିଛି, ଯାହାକୁ ଭିତ୍ତି କରି ଆମେ ବ୍ୟଞ୍ଜନ ଧ୍ୱନିର ବର୍ଗୀକରଣ କରିପାରିବା। ପ୍ରଥମେ ଦେଖିବା ସ୍ୱରତନ୍ତ୍ରୀରେ କମ୍ପନ ଦୃଷ୍ଟିରୁ। ସ୍ୱରତନ୍ତ୍ରୀରେ କମ୍ପନ ଅଂଶକୁ ବିଚାର କଲେ ବ୍ୟଞ୍ଜନ ଧ୍ୱନି ଦୁଇ ପ୍ରକାର ହୋଇପାରେ, ଏକ ଅଘୋଷ, ଦୁଇ ସଘୋଷ। ଏ ସମ୍ପର୍କରେ ଆମେ ଆଗରୁ ହିଁ ଆଲୋଚନା କରିଛେ। ଯେଉଁ ଧ୍ୱନି ସମୂହର ଉଚ୍ଚାରଣରେ ସ୍ୱରତନ୍ତ୍ରୀରେ ଅଳ୍ପ କମ୍ପନ ହୋଇଥାଏ, ତାହାକୁ ଅଘୋଷ ଧ୍ୱନି କୁହାଯାଏ। ଯଥା ପ୍ରତ୍ୟେକ ବର୍ଗର ପ୍ରଥମ ଏବଂ ଦ୍ୱିତୀୟ ଧ୍ୱନି ସମେତ ସ ଓ ହ ଆଦି ଅବର୍ଗୀୟ ବ୍ୟଞ୍ଜନ ହେଉଛନ୍ତି ଅଘୋଷ ଧ୍ୱନି। ଯେମିତି କ ବର୍ଗର କ ଏବଂ ଖ, ଚ ବର୍ଗର ଚ ଏବଂ ଛ, ଟ ବର୍ଗର ଟ ଏବଂ ଠ, ଥ ବର୍ଗର ତ ଏବଂ ଥ, ପ ବର୍ଗର ପ ଏବଂ ଫ। ଏମାନେ ହେଉଛନ୍ତି ଅଘୋଷ ଧ୍ୱନି। ଏହା ସହିତ ଦନ୍ତ ସ ଏବଂ ହ ହେଉଛନ୍ତି ଅଘୋଷ ଧ୍ୱନି। ସଘୋଷ ଧ୍ୱନି କାହାକୁ କହିବା? ଯେଉଁ ଧ୍ୱନି ଉଚ୍ଚାରଣ ସମୟରେ ଅଘୋଷ ତୁଳନାରେ ସ୍ୱରତନ୍ତ୍ରୀରେ ଅଧିକ କମ୍ପନ ହୋଇଥାଏ, ତାହାକୁ ସଘୋଷ ଧ୍ୱନି କୁହାଯାଏ। ପ୍ରତ୍ୟେକ ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମ ଧ୍ୱନି ସମେତ ଅବର୍ଗ୍ୟ ଜ, ର, ଳ, ୱ ଆଦି ଅବର୍ଗ୍ୟ ବ୍ୟଞ୍ଜନ ହେଉଛନ୍ତି ସଘୋଷ ଧ୍ୱନି। କ ବର୍ଗର ଗ, ଘ ଏବଂ ङ, ଚ ବର୍ଗର ଜ, ଝ ଏବଂ ଞ୍ଜ, ଟ ବର୍ଗର ଡ, ଢ ଏବଂ ଣ, ତ ବର୍ଗର ଦ, ଧ ଏବଂ ନ, ପ ବର୍ଗର ବ, ଭ ଏବଂ ମ। ଏମାନେ ହେଉଛନ୍ତି ସଘୋଷ ଧ୍ୱନି। ପୁଣି ଅବର୍ଗ୍ୟ ଜ, ର, ଳ ଏବଂ ୱ ହେଉଛନ୍ତି ସଘୋଷ ଧ୍ୱନି। ଏହା ଆମକୁ ମନେ ରଖିବାକୁ ପଡ଼ିବ। ପୁଣି ପ୍ରାଣତ୍ବ ଦିଗରୁ ବ୍ୟଞ୍ଜନ ଧ୍ୱନି ଗୁଡ଼ିକର ବର୍ଗୀକରଣ କେମିତି କରାଯାଇ ପାରିବ? ଧ୍ୱନି ବିଜ୍ଞାନରେ ପ୍ରାଣର ଅର୍ଥ ଶ୍ୱାସ ଶକ୍ତି ବା ବାୟୁର ପରିମାଣକୁ ବୁଝାଏ। ଆମେ ଯଦି ଧ୍ୱନି ବିଜ୍ଞାନ ଦୃଷ୍ଟିରୁ ପ୍ରାଣ ଶବ୍ଦକୁ ବିଶ୍ଳେଷଣ କରିବା, ତାହେଲେ ତାହାର ଅର୍ଥ ହେଉଛି ବାୟୁର ପରିମାଣ। ଏହି ଆଧାରରେ ବ୍ୟଞ୍ଜନ ଧ୍ୱନିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ଅଳ୍ପ ପ୍ରାଣ ଏବଂ ମହାପ୍ରାଣ। ସିଧାସଳଖ ଆମେ ବୁଝିପାରିବା, ଅଳ୍ପ ପ୍ରାଣ କହିଲେ ବାୟୁର ପରିମାଣ ଅଳ୍ପ ରହୁଛି, ମହାପ୍ରାଣ କହିଲେ ବାୟୁର ପରିମାଣ ଅଧିକ ରହୁଛି। ଅଳ୍ପ ପ୍ରାଣ ଯେଉଁ ଧ୍ୱନି ଉଚ୍ଚାରଣରେ ଶ୍ୱାସ ଶକ୍ତି ଅଳ୍ପ ବ୍ୟୟ ହେବା ସହ ବାକ୍ଯନ୍ତ୍ରରୁ ଅଳ୍ପ ବାୟୁ ନିର୍ଗତ ହୋଇଥାଏ, ତାହାକୁ ଅଳ୍ପ ପ୍ରାଣ ଧ୍ୱନି କୁହାଯାଏ। ଯଥା ପ୍ରତ୍ୟେକ ବର୍ଗର ପ୍ରଥମ ଓ ତୃତୀୟ ଧ୍ୱନି, ପୁଣି ମ, ନ୍ୟ ଆଦି ନାସିକ୍ୟ ଧ୍ୱନି ସମେତ ଅବର୍ଗ୍ୟ ଜ, ର, ଳ ଏବଂ ୱ ଆଦି ଅବର୍ଗ୍ୟ ବ୍ୟଞ୍ଜନ ହେଉଛନ୍ତି ଅଳ୍ପ ପ୍ରାଣ। ଅଳ୍ପ ପ୍ରାଣ ଧ୍ୱନି କିଏ କିଏ? ବର୍ଗ ବ୍ୟଞ୍ଜନର ପ୍ରଥମ ଏବଂ ତୃତୀୟ ଧ୍ୱନି, ଯଥା କ ବର୍ଗକୁ ନେଲେ କ ଏବଂ ଗ, ଚ ବର୍ଗକୁ ନେଲେ ଚ ଏବଂ ଜ,
ଟ ବର୍ଗକୁ ନେଲେ ଟ ଏବଂ ଡ, ତ ବର୍ଗକୁ ନେଲେ ତ ଏବଂ ଦ, ପ ବର୍ଗକୁ ନେଲେ ପ ଏବଂ ବ। ପୁଣି କୁହାଯାଉଛି କି ପଞ୍ଚମ ବର୍ଣ୍ଣ ୱ ଏବଂ ନ୍ୟ ଆଦି ନାସିକୀୟ ଧ୍ୱନି ମଧ୍ୟ ଏହାର ଅନ୍ତର୍ଭୁକ୍ତ। କ ବର୍ଗର ପଞ୍ଚମ ବର୍ଣ୍ଣ ୱ ଏବଂ ଚ ବର୍ଗର ପଞ୍ଚମ ବର୍ଣ୍ଣ ନ୍ୟ ମଧ୍ୟ ଏହାର ଅନ୍ତର୍ଭୁକ୍ତ। ଏହା ସହିତ ଅବର୍ଗୀୟ ଜ, ର, ଳ ଏବଂ ୱ ଯେଉଁ ଧ୍ୱନି ଗୁଡ଼ିକୁ ଆମେ ପୂର୍ବରୁ ସଘୋଷ ବୋଲି ଆଲୋଚନା କରିଥିଲେ, ଏମାନେ ହେଉଛନ୍ତି ସଘୋଷ ପୁଣି ଅଳ୍ପ ପ୍ରାଣ। ଠିକ ଅଛି। ନେକ୍ସଟ ଦେଖିବା ମହାପ୍ରାଣ କଣ? ଯେଉଁ ଧ୍ୱନି ଉଚ୍ଚାରଣ ସମୟରେ ଶ୍ୱାସ ଶକ୍ତି ଅଧିକ ପରିମାଣରେ ବ୍ୟବହାର ହେବା ସହ ବାକ୍ ଯନ୍ତ୍ରରୁ ଅଧିକ ବାୟୁ ନିର୍ଗତ ହୋଇଥାଏ, ତାହାକୁ ମହାପ୍ରାଣ ଧ୍ୱନି କୁହାଯାଏ। ଯଥା ପ୍ରତ୍ୟେକ ବର୍ଗର ଦ୍ୱିତୀୟ ଓ ଚତୁର୍ଥ ଧ୍ୱନି ଣ, ନ, ମ ଆଦି ନାସିକ୍ୟ ଧ୍ୱନି ସମେତ ଦନ୍ତ ସ ଏବଂ ହ ଆଦି ଅବର୍ଗ୍ୟ ବ୍ୟଞ୍ଜନ ହେଉଛନ୍ତି ମହାପ୍ରାଣ ଧ୍ୱନି। ପ୍ରତ୍ୟେକ ବର୍ଗର ଦ୍ୱିତୀୟ ଏବଂ ଚତୁର୍ଥ ଧ୍ୱନି, ଯେମିତି କ ବର୍ଗର ଖ ଏବଂ ଘ, ଚ ବର୍ଗର ଛ ଏବଂ ଝ, ଟ ବର୍ଗର ଠ ଏବଂ ଢ, ତ ବର୍ଗର ହ ଏବଂ ଧ ଏବଂ ପ ବର୍ଗର ହ ଏବଂ ଭ। ଆମେ ଅଳ୍ପ ପ୍ରାଣ ଏବଂ ମହାପ୍ରାଣକୁ ପରୀକ୍ଷା କରିବା ପାଇଁ ଗୋଟେ କାମ କରିପାରିବା। ଆମେ ଆମର ମୁଖର ଠିକ ସାମ୍ନାକୁ ହାତ ରଖିଦେବା। ଏହି ସମୟରେ ଆମେ ସ୍ପଷ୍ଟ ଭାବରେ ଜାଣିପାରିବା ଯେ କେଉଁ ଧ୍ୱନିର ଉଚ୍ଚାରଣ ସମୟରେ ଆମର ହାତରେ ଅଧିକ ବାୟୁର ଚାପ ଅନୁଭବ ହେଉଛି ଏବଂ କେଉଁ ଧ୍ୱନିର ଉଚ୍ଚାରଣ ସମୟରେ ବାୟୁର ଚାପ କମ ଅନୁଭବ ହେଉଛି। ଯେତେବେଳେ ଆମେ କ ଉଚ୍ଚାରଣ କରୁଛେ ସେତେବେଳେ ବାୟୁର ଚାପ ନିହାତି ଭାବରେ କମ ଅନୁଭବ ହେବ, କିନ୍ତୁ ଖ ଉଚ୍ଚାରଣ କଲା ବେଳକୁ ବାୟୁର ଚାପ ଅଧିକ ଅନୁଭବ ହେବ। ଏହା ସହିତ ଆମେ ପଞ୍ଚମ ବର୍ଣ୍ଣ ଣ, ନ ଏବଂ ମ କୁ ମଧ୍ୟ ମହାପ୍ରାଣ ବୋଲି ବିଚାର କରୁଛେ। ଣ ହେଉଛି ଟ ବର୍ଗର ପଞ୍ଚମ ବର୍ଣ୍ଣ, ନ ହେଉଛି ଟ ବର୍ଗର ପଞ୍ଚମ ବର୍ଣ୍ଣ ଏବଂ ମ ହେଉଛି ପ ବର୍ଗର ପଞ୍ଚମ ବର୍ଣ୍ଣ। ନେକ୍ସଟ ଦେଖିବା ନାସିକ୍ୟତା ଦୃଷ୍ଟିରୁ। ନାସିକ୍ୟତା କହିଲେ ବାୟୁର ବହିର୍ଗମନ ମାର୍ଗକୁ ବୁଝାଇଥାଏ। ଏହାର ତିନୋଟି ପ୍ରକ୍ରିୟା ରହିଥାଏ, ଯଥା ନାସିକ୍ୟ, ଅନୁନାସିକ୍ୟ ଏବଂ ନିରୁନାସିକ୍ୟ। ନାସିକ୍ୟ କଣ? ନା ବାୟୁ କେବଳ ନାସାରନ୍ଧ୍ର ଦେଇ ଗତି କଲେ ତାହା ନାସିକ୍ୟ। ପ୍ରତ୍ୟେକ ବର୍ଗର ପଞ୍ଚମ ଧ୍ୱନି ହେଉଛନ୍ତି ନାସିକ୍ୟ ଧ୍ୱନି। ଯଦି ଆମେ ବର୍ଗ୍ୟ ବ୍ୟଞ୍ଜନକୁ ଲକ୍ଷ୍ୟ କରିବା, ତାହେଲେ ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ ଯଥା ୱ, ନ୍ୟ, ଣ, ନ ଏବଂ ମ ହେଉଛନ୍ତି ନାସିକ୍ୟ ଧ୍ୱନି। ଅନୁନାସିକ୍ୟ ଧ୍ୱନି କଣ? ବାୟୁ ଉଭୟ ନାସାରନ୍ଧ୍ର ଏବଂ ମୁଖରନ୍ଧ୍ର ଦେଇ ଗତି କଲେ ତାହା ଅନୁନାସିକ୍ୟ। ପୁଣି ନିରୁନାସିକ୍ୟ କଣ? ବାୟୁ କେବଳ ମୁଖରନ୍ଧ୍ର ଦେଇ ଗତି କଲେ ତାହା ନିରୁନାସିକ୍ୟ। ବର୍ଗ୍ୟ ବ୍ୟଞ୍ଜନର ପଞ୍ଚମ ଧ୍ୱନି ବ୍ୟତୀତ ଅନ୍ୟ ସମସ୍ତ ବ୍ୟଞ୍ଜନ ଧ୍ୱନି ତାହା ବର୍ଗ୍ୟ ବ୍ୟଞ୍ଜନ ହେଇପାରେ କିମ୍ବା ଅବର୍ଗ୍ୟ ବ୍ୟଞ୍ଜନ ହେଇପାରେ, ସାଧାରଣତଃ ନିରୁନାସିକ୍ୟ ଅଟନ୍ତି। କହିବାର ଅର୍ଥ ହେଉଛି ବର୍ଗ୍ୟ ବ୍ୟଞ୍ଜନର ପଞ୍ଚମ ଧ୍ୱନିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଧ୍ୱନିର ଉଚ୍ଚାରଣ ସମୟରେ ବାୟୁ କେବଳ ମୁଖରନ୍ଧ୍ର ଦେଇ ଗତି କରେ। ଠିକ ଅଛି। ବର୍ତ୍ତମାନ ଆମେ ଏହି ବ୍ୟଞ୍ଜନ ଧ୍ୱନି ଗୁଡ଼ିକୁ ଟେବଲ ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିବା। ପ୍ରଥମେ ଦେଖିବା କ ବର୍ଗର ଧ୍ୱନି ଗୁଡ଼ିକୁ। କ ହେଉଛି ଏକ କଣ୍ଠ୍ୟ ଧ୍ୱନି। ଏହା ହେଉଛି ଉଚ୍ଚାରଣ ସ୍ଥାନ ଭିତ୍ତିରେ। ଏହା ହେଉଛି ଏକ ସ୍ପର୍ଶ ଧ୍ୱନି ଉଚ୍ଚାରଣ ବିଧି ଭିତ୍ତିରେ। ଏହା ହେଉଛି ଏକ ଅଘୋଷ ଧ୍ୱନି ସ୍ୱରତନ୍ତ୍ରୀର କମ୍ପନ ଭିତ୍ତିରେ। ଏହା ହେଉଛି ଏକ ଅଳ୍ପ ପ୍ରାଣ ପ୍ରାଣତ୍ୱ ଭିତ୍ତିରେ। ଏହା ହେଉଛି ନିରୁନାସିକ୍ୟ ନାସିକ୍ୟତା ଭିତ୍ତିରେ। ଏହା ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ଠିକ ସେହିପରି ଖ ହେଉଛି ଏକ କଣ୍ଠ୍ୟ ଧ୍ୱନି, ସ୍ପର୍ଶ ଧ୍ୱନି, ଅଘୋଷ ଧ୍ୱନି, ମହାପ୍ରାଣ ଧ୍ୱନି। ଏହାର ଉଚ୍ଚାରଣ ସମୟରେ ଫୁସଫୁସରୁ ଅଧିକ ବାୟୁ ନିର୍ଗତ ହୋଇଥାଏ। ପୁଣି ଏହା ହେଉଛି ନିରୁନାସିକ୍ୟ, ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ଗ ହେଉଛି କଣ୍ଠ୍ୟ ଧ୍ୱନି, ସ୍ପର୍ଶ ଧ୍ୱନି, ସଘୋଷ ଧ୍ୱନି। ଏହାର ଉଚ୍ଚାରଣ ସମୟରେ ସ୍ୱରତନ୍ତ୍ରୀରେ ଅଧିକ କମ୍ପନ ସୃଷ୍ଟି ହୋଇଥାଏ। ଏହା ଅଳ୍ପ ପ୍ରାଣ ଧ୍ୱନି, ନିରୁନାସିକ୍ୟ, ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ଘ ହେଉଛି କଣ୍ଠ୍ୟ ଧ୍ୱନି, ସ୍ପର୍ଶ ଧ୍ୱନି, ସଘୋଷ, ମହାପ୍ରାଣ, ନିରୁନାସିକ୍ୟ ଧ୍ୱନି। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ୱ ହେଉଛି ଏକ କଣ୍ଠ୍ୟ ଧ୍ୱନି, ପୁଣି ଏହା ଏକ ନାସିକ୍ୟ ଧ୍ୱନି, କାହିଁକି ନା ବାୟୁର ମାର୍ଗଟି ନାସାରନ୍ଧ୍ରରେ ଅବରୁଦ୍ଧ ହୋଇଥାଏ। ଏହା ସଘୋଷ ଧ୍ୱନି ଅଟେ, ଅଳ୍ପ ପ୍ରାଣ ଅଟେ ଏବଂ ନାସିକ୍ୟ ଧ୍ୱନି ଅଟେ। ଆମେ ୱ କୁ ମନେ ରଖିବା, ଏହା ସଘୋଷ ଅଟେ ଏବଂ ଅଳ୍ପ ପ୍ରାଣ ନାସିକ୍ୟ ଧ୍ୱନି। ଶବ୍ଦର ଆରମ୍ଭରେ ବ୍ୟବହାର ହୁଏ ନାହିଁ
ମଧ୍ୟରେ ବ୍ୟବହାର ହୋଇଥାଏ ଏବଂ ଶେଷରେ ବ୍ୟବହାର ହୋଇଥାଏ। ପ୍ରକୃତରେ ଦେଖିବାକୁ ଗଲେ ସ୍ୱତନ୍ତ୍ର ଭାବରେ ଆମେ କୁ ସେତେ ବ୍ୟବହାର କରିପାରୁନାହିଁ। ଏହାକୁ ବିଭିନ୍ନ ବ୍ୟଞ୍ଜନ ବର୍ଣ୍ଣ ସହ ସଂଯୋଗ କରି ଆମେ ବ୍ୟବହାର କରିଥାଉ। ଯେମିତି ଉଦାହରଣ ସ୍ୱରୂପ ଟଙ୍କା। ଟଙ୍କାରେ କ'ଣ ହଉଛି ଟ ପ୍ଲସ୍ ଅ, ପ୍ଲସ୍ କ ପ୍ଲସ୍ ଆ ହେଉଛି। ତ ଏଇ କ୍ଷେତ୍ରରେ ଆମେ ଏହାକୁ ବ୍ୟବହାର କରିପାରିଲେ। ଠିକ୍ ଅଛି। ନେକ୍ସଟ ହେଉଛି ଚ ବର୍ଗର ଧ୍ୱନି ଗୁଡ଼ିକ। ଚ ବର୍ଗର ସମସ୍ତ ଧ୍ୱନି ହେଉଛନ୍ତି ତାଲବ୍ୟ ଧ୍ୱନି, ସ୍ପର୍ଶ ସଂଘର୍ଷୀ ଧ୍ୱନି। ଏ ମଧ୍ୟରେ ଚ ହେଉଛି ଅଘୋଷ, ଅଳ୍ପ ପ୍ରାଣ ଏବଂ ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ଛ ହେଉଛି ଅଘୋଷ, ମହାପ୍ରାଣ, ନିରୁନାସିକ। ଶବ୍ଦର ଆରମ୍ଭରେ ବ୍ୟବହାର ହେଇପାରେ, ମଧ୍ୟରେ ଏବଂ ଶେଷରେ। ଜ ହେଉଛି ସଘୋଷ, ଅଳ୍ପ ପ୍ରାଣ, ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ପୁଣି ଝ ହେଉଛି ସଘୋଷ, ମହାପ୍ରାଣ, ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ଚ ବର୍ଗର ନ୍ୟ ବର୍ଣ୍ଣକୁ ଆମେ ବର୍ଣ୍ଣମାଳାରେ ସ୍ଥାନିତ କରିଥିଲେ ମଧ୍ୟ ଏହା ସ୍ୱତନ୍ତ୍ର ଭାବରେ ବ୍ୟବହାର ହୋଇପାରେ ନାହିଁ। ଏହା ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ସହିତ ସଂଯୋଗ ସ୍ଥାପନ କରି ବ୍ୟବହାର ହେଇପାରେ। ଯେମିତି ଆମେ ବ୍ୟଞ୍ଜନ ଶବ୍ଦକୁ ନେଲେ, ବ୍ୟଞ୍ଜନ ଶବ୍ଦରେ ଯେଉଁ ନ୍ୟ ଅଛି ଏହା ନ୍ୟ ଜ ସହ ସଂଯୋଗ ସ୍ଥାପନ କରି ଜ ହୋଇଛି। ତ ଏମିତି ଆମେ ଏହାକୁ ବ୍ୟବହାର କରିଥାଉ, ସ୍ୱତନ୍ତ୍ର ଭାବରେ ଏହା ବ୍ୟବହାର ହୋଇପାରେ ନାହିଁ। ନେକ୍ସଟ ହେଉଛି ଟ ବର୍ଗର ଧ୍ୱନି ଗୁଡ଼ିକ। ଟ ବର୍ଗର ସମସ୍ତ ଧ୍ୱନି ମୂର୍ଧନ୍ୟ ଅଟନ୍ତି, ସ୍ପର୍ଶ ଅଟନ୍ତି। ମୂର୍ଧନ୍ୟ ଧ୍ୱନି କହିବାର ତାତ୍ପର୍ଯ୍ୟ ହେଉଛି ଜିହ୍ୱାଗ୍ର ଆମର କଠିନ ତାଳୁ ସହ ସଂଯୋଗ ସ୍ଥାପନ କରି ବାୟୁର ମାର୍ଗକୁ ଅବରୁଦ୍ଧ କରେ। ଆଉ ଗୋଟେ ଜିନିଷ ଆମେ ମନେ ରଖିବା କି ଚ ବର୍ଗର ଧ୍ୱନି ବ୍ୟତୀତ ସମସ୍ତ ଧ୍ୱନି ହେଉଛନ୍ତି ସ୍ପର୍ଶ ଧ୍ୱନି। ଏ ମଧ୍ୟରେ ଟ ହେଉଛି ଅଘୋଷ ଧ୍ୱନି, ଅଳ୍ପ ପ୍ରାଣ ଏବଂ ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ହ ହେଉଛି ଏକ ଅଘୋଷ ଧ୍ୱନି, ମହାପ୍ରାଣ ଧ୍ୱନି, ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ସେହିପରି ଡ ହେଉଛି ସଘୋଷ, ଅଳ୍ପ ପ୍ରାଣ, ନିରୁନାସିକ। ଶବ୍ଦର ଆରମ୍ଭରେ ବ୍ୟବହାର ହୁଏ, କିନ୍ତୁ ମଧ୍ୟ ଓ ପ୍ରାନ୍ତରେ ବ୍ୟବହାର ହେଲା ବେଳକୁ ଏହା ଡ଼ରେ ପରିଣତ ହୁଏ। ନେକ୍ସଟ ହେଉଛି ଢ। ଏହା ସଘୋଷ, ମହାପ୍ରାଣ, ନିରୁନାସିକ। ଶବ୍ଦର ଆରମ୍ଭରେ ବ୍ୟବହାର ହୁଏ, କିନ୍ତୁ ମଧ୍ୟ ଏବଂ ପ୍ରାନ୍ତରେ ବ୍ୟବହାର ହେଲା ବେଳକୁ ଏହା ଢରେ ପରିଣତ ହୁଏ। ଣ ଧ୍ୱନି ହେଉଛି ସଘୋଷ, ମହାପ୍ରାଣ, ନାସିକ ଧ୍ୱନି। ଆଦ୍ୟରେ ବ୍ୟବହାର ହୁଏ ନାହିଁ, ଏହା ମଧ୍ୟରେ ଏବଂ ଶେଷରେ ବ୍ୟବହାର ହୋଇଥାଏ। ନେକ୍ସଟ ହେଉଛି ତ ବର୍ଗର ଧ୍ୱନି ଗୁଡ଼ିକ। ତ ବର୍ଗର ସମସ୍ତ ଧ୍ୱନି ହେଉଛନ୍ତି ଦନ୍ତ୍ୟ ଏବଂ ସ୍ପର୍ଶ। ଦନ୍ତ୍ୟ ଧ୍ୱନି କହିବାର ତାତ୍ପର୍ଯ୍ୟ ହେଉଛି ଉପର ମାଡ଼ିର ଦାନ୍ତ ସହ ଜିହ୍ୱାଗ୍ର ଯେତେବେଳେ ସଂଯୋଗ ସ୍ଥାପନ କରି ବାୟୁର ମାର୍ଗକୁ ଅବରୁଦ୍ଧ କରେ, ସେହି ସମୟରେ ତଥ ଦଧନ ଆଦି ଧ୍ୱନି ସୃଷ୍ଟି ହୋଇଥାନ୍ତି। ଏ ମଧ୍ୟରେ ତ ହେଉଛି ଅଘୋଷ ଧ୍ୱନି, ଅଳ୍ପ ପ୍ରାଣ ଏବଂ ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ହ ହେଉଛି ଅଘୋଷ, ମହାପ୍ରାଣ, ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ଦ ହେଉଛି ସଘୋଷ, ଅଳ୍ପ ପ୍ରାଣ, ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇଥାଏ। ଧ ହେଉଛି ସଘୋଷ, ମହାପ୍ରାଣ, ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ନ ହେଉଛି ଏକ ନାସିକ ଧ୍ୱନି, ସଘୋଷ, ମହାପ୍ରାଣ ଏବଂ ନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହୋଇଥାଏ। ନେକ୍ସଟ ଦେଖିବା ପ ବର୍ଗର ସମସ୍ତ ଧ୍ୱନିକୁ। ପ ବର୍ଗର ସମସ୍ତ ଧ୍ୱନି ହେଉଛନ୍ତି ଓଷ୍ଠ ଏବଂ ସ୍ପର୍ଶ। ଓଷ୍ଠ କହିବାର ମାନେ କ'ଣ? ନା ଆମର ଉପର ଓଠ ଏବଂ ତଳ ଓଠ ସଂଯୋଗ ସ୍ଥାପନ କରି ବାୟୁର ମାର୍ଗକୁ ଅବରୁଦ୍ଧ କରନ୍ତି। ଫଳରେ ପ, ଫ, ବ, ଭ, ମ ଆଦି ଧ୍ୱନି ସୃଷ୍ଟି ହୋଇଥାନ୍ତି। ଏ ମଧ୍ୟରେ ପ ହେଉଛି ଅଘୋଷ, ଅଳ୍ପ ପ୍ରାଣ, ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ନେକ୍ସଟ ହେଉଛି ଫ। ଏହା ମଧ୍ୟ ଏକ ସ୍ପର୍ଶ ଧ୍ୱନି ଅଟେ, ଅଘୋଷ ଅଟେ, ମହାପ୍ରାଣ ଅଟେ ଏବଂ ନିରୁନାସିକ ଅଟେ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ବ ହେଉଛି ସଘୋଷ, ଅଳ୍ପ ପ୍ରାଣ, ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ଭ ହେଉଛି ସଘୋଷ, ମହାପ୍ରାଣ, ନିରୁନାସିକ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ମ ହେଉଛି ସଘୋଷ, ମହାପ୍ରାଣ, ନାସିକ। ଏହା ଶବ୍ଦର ଆରମ୍ଭରେ,
ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ବର୍ତ୍ତମାନ ଆମେ ଅବର୍ଗୀୟ ବ୍ୟଞ୍ଜନ ଗୁଡ଼ିକୁ ଦେଖିବା। ଏ ମଧ୍ୟରେ ୟ ହେଉଛି ତାଲବ୍ୟ ବର୍ଣ୍ଣ। କାହିଁକି ନା ଜ ଯେପରି ଏକ ତାଲବ୍ୟ ବର୍ଣ୍ଣ ଠିକ୍ ସେହିପରି ୟ ମଧ୍ୟ ଏକ ତାଲବ୍ୟ ବର୍ଣ୍ଣ। ଏହା ହେଉଛି ଅର୍ଦ୍ଧସ୍ୱର କାରଣ ଏହା ଆରମ୍ଭରୁ ଇ ଭଳି ଶୁଣାଯାଏ ଏବଂ ଅନ୍ତ ହେଲା ବେଳକୁ ଅ ଭଳି ଶୁଣାଯାଏ। ଏହା ହେଉଛି ସଘୋଷ, ଅଳ୍ପ ପ୍ରାଣ, ନିରୁନାସିକ। ଏହା ଆମକୁ ମନେ ରଖିବାକୁ ପଡ଼ିବ। ଏହା ଶବ୍ଦର ଆରମ୍ଭରେ ଅବର୍ଗୀୟ ଜ ଭାବରେ ବ୍ୟବହାର ହୋଇଥାଏ। ଶବ୍ଦର ମଝିରେ ଏବଂ ଶେଷରେ ନିଜ ସ୍ୱରୂପରେ ବ୍ୟବହାର ହେଇପାରେ। ର ହେଉଛି ଏକ ବର୍ଷ ଧ୍ୱନି। ଏହାର ଉଚ୍ଚାରଣ ସମୟରେ ଆମର ଜିହ୍ୱାଗ୍ର ବସ ଅଞ୍ଚଳରେ ରହିଥାଏ ଏବଂ ବାୟୁର ମାର୍ଗକୁ ଅବରୋଧ କରେ। ଏହା ହେଉଛି ଲୋଡ଼ିତ ଧ୍ୱନି। ଏହାର ଉଚ୍ଚାରଣ ସମୟରେ ବତ୍ସ ଅଞ୍ଚଳରେ ଜିହ୍ୱାଗ୍ର ବାରମ୍ବାର ଲୋଡ଼ିତ ହୋଇଥାଏ। ଏହା ଏକ ସଘୋଷ ଧ୍ୱନି, ଅଳ୍ପ ପ୍ରାଣ ଧ୍ୱନି, ନିରୁନାସିକ, ଶବ୍ଦର ଆରମ୍ଭରେ ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ଲ ହେଉଛି ଏକ ବର୍ଷ ଧ୍ୱନି। ଏହା ଏକ ପାର୍ଶ୍ୱିକ ଧ୍ୱନି। ଏହା ହେଉଛି ଏକ ସଘୋଷ ଧ୍ୱନି, ଅଳ୍ପ ପ୍ରାଣ ଧ୍ୱନି ଏବଂ ନିରୁନାସିକ ଧ୍ୱନି। ଏହା ଶବ୍ଦର ଆରମ୍ଭରେ ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ନେକ୍ସଟ ଦେଖିବା ଳ। ଏହା ଏକ ମୂର୍ଧନ୍ୟ ଧ୍ୱନି। କାହିଁକି ନା ଏହା ଉଚ୍ଚାରଣ ସମୟରେ ଳ ଧ୍ୱନିର ଭ୍ରମ ସୃଷ୍ଟି କରେ। ଏହା ହେଉଛି ଏକ ପାର୍ଶ୍ୱିକ ଧ୍ୱନି। ଏହା ହେଉଛି ସଘୋଷ, ଅଳ୍ପ ପ୍ରାଣ ଏବଂ ନିରୁନାସିକ। ଏହା ଶବ୍ଦର ଆଦ୍ୟରେ ବ୍ୟବହାର ହୋଇପାରେ ନାହିଁ। ଯଦି ଶବ୍ଦର ଆରମ୍ଭରେ ଆମେ ବ୍ୟବହାର କରିବା ତାହେଲେ ଳଟି ଳରେ ପରିଣତ ହୋଇଯାଏ। ଏହା ଶବ୍ଦର ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ନେକ୍ସଟ ଦେଖିବା ୱ। ୱ ହେଉଛି ଏକ ଓଷ୍ଠ୍ୟ ଧ୍ୱନି। କାହିଁକି ନା ଏହା ବ ଧ୍ୱନିର ଭ୍ରମ ସୃଷ୍ଟି କରେ ଏବଂ ବ ଯେହେତୁ ଏକ ଓଷ୍ଠ୍ୟ ଧ୍ୱନି ଏହା ମଧ୍ୟ ଏକ ଓଷ୍ଠ୍ୟ ଧ୍ୱନି ଅଟେ। ଏହା ଅର୍ଦ୍ଧସ୍ୱର ଅଟେ। କାହିଁକି ନା ଏହାର ଉଚ୍ଚାରଣର ଆରମ୍ଭରେ ଆମେ ଉ କୁ ଶୁଣିବାକୁ ପାଉ ଏବଂ ଶେଷରେ ଅ ଧ୍ୱନି ଶୁଣିବାକୁ ପାଉ। ଏହା ହେଉଛି ଏକ ସଘୋଷ ଧ୍ୱନି, ଅଳ୍ପ ପ୍ରାଣ ଧ୍ୱନି ଏବଂ ନିରୁନାସିକ ଧ୍ୱନି। ଶବ୍ଦର ଆରମ୍ଭରେ ଏହା ବ୍ୟବହାର ହୁଏ ନାହିଁ। ଏହା ବ୍ୟବହାର ହେଲା ବେଳକୁ ବ ଧ୍ୱନିରେ ପରିଣତ ହୋଇଯାଏ। ଶବ୍ଦର ମଧ୍ୟରେ ବ୍ୟବହାର ହୋଇଥାଏ ଏବଂ ଶେଷରେ ବ୍ୟବହାର ହୋଇଥାଏ। ଠିକ ଅଛି। ନେକ୍ସଟ ହେଉଛି ଆମର ଦନ୍ତ ସ। ଦନ୍ତ ସ ହେଉଛି ଏକ ବତ୍ସ ଧ୍ୱନି, ଯାହାକୁ ଦନ୍ତ୍ୟ ଧ୍ୱନି ବୋଲି ମଧ୍ୟ ଆମେ କହିପାରିବା। ଏହା ହେଉଛି ଏକ ସଂଘର୍ଷୀ ଧ୍ୱନି, ଅଘୋଷ ଧ୍ୱନି ଏବଂ ମହାପ୍ରାଣ ଧ୍ୱନି, ନିରୁନାସିକ ଧ୍ୱନି। ଏହା ଏକ ସଂଘର୍ଷୀ ଧ୍ୱନି କହିବାର ତାତ୍ପର୍ଯ୍ୟ ହେଉଛି ବାୟୁର ମାର୍ଗଟି ସମ୍ପୂର୍ଣ୍ଣ ରୂପରେ ଅବରୋଧ ହୁଏ ନାହିଁ, ଯାହା ଫଳରେ ଫୁସଫୁସରୁ ନିର୍ଗତ ବାୟୁ ଘର୍ଷଣ ଜନିତ ହୋଇ ବାହାରକୁ ବାହାରିଥାଏ। ଏହା ହେଉଛି ଏକ ଅଘୋଷ ଧ୍ୱନି କାରଣ ଏହାର ଉଚ୍ଚାରଣ ସମୟରେ ସ୍ୱରତନ୍ତ୍ରୀରେ କମ କମ୍ପନ ହୋଇଥାଏ। ଏହା ହେଉଛି ମହାପ୍ରାଣ ଧ୍ୱନି କାହିଁକି ନା ଏହାର ଉଚ୍ଚାରଣ ସମୟରେ ଫୁସଫୁସରୁ ଅଧିକ ବାୟୁ ନିର୍ଗତ ହୋଇଥାଏ। ଏହା ନିରୁନାସିକ ଅଟେ। ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ନେକ୍ସଟ ହେଉଛି ହ ଧ୍ୱନି। ଏହା ହେଉଛି କାକଲ୍ୟ ଧ୍ୱନି। ଦୁଇ ସ୍ୱରତନ୍ତ୍ରୀର ମଧ୍ୟ ଭାଗରେ ଯେଉଁ ଖାଲି ଅଂଶଟି ଥାଏ ସେଇଠାରୁ ହିଁ ଏହା ନିର୍ଗତ ହୋଇଥାଏ। ଏହା ହେଉଛି ସଂଘର୍ଷୀ ଧ୍ୱନି। ଏହା ଅଘୋଷ ଧ୍ୱନି, ମହାପ୍ରାଣ ଧ୍ୱନି ଏବଂ ନିରୁନାସିକ ଧ୍ୱନି। ଏହା ଶବ୍ଦର ଆରମ୍ଭରେ, ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଇପାରେ। ନେକ୍ସଟ ଦେଖିବା ଳ। ଳ ହେଉଛି ଏକ ମୂର୍ଧନ୍ୟ ଧ୍ୱନି। ପୁଣି ଏହା ହେଉଛି ଏକ ଉତ୍କ୍ଷିପ୍ତ ଧ୍ୱନି। ଉତ୍କ୍ଷିପ୍ତ ଧ୍ୱନି କହିବାର ମାନେ କଣ? ମୂର୍ଧନ୍ୟ ଧ୍ୱନିରେ ଜିହ୍ୱା ଯେତିକି ସମୟରେ ତାର ପୂର୍ବାବସ୍ଥାକୁ ଫେରିଥାଏ, ଳ ଉଚ୍ଚାରଣ ସମୟରେ ଜିହ୍ୱା ତାର ପୂର୍ବାବସ୍ଥାକୁ ଫେରିବା ପାଇଁ କମ ସମୟ ନେଇଥାଏ। ଏହା ହେଉଛି ଏକ ସଘୋଷ ଧ୍ୱନି କାହିଁକି ନା ସ୍ୱରତନ୍ତ୍ରୀରେ ଅଧିକ କମ୍ପନ ହୁଏ। ଅଳ୍ପ ପ୍ରାଣ ଧ୍ୱନି କାହିଁକି ନା ଏହାର ଉଚ୍ଚାରଣ ସମୟରେ ଫୁସଫୁସରୁ କମ ବାୟୁ ନିର୍ଗତ ହୋଇଥାଏ। ଏହା ନିରୁନାସିକ ଧ୍ୱନି ଅଟେ। ଏହା ଆଦ୍ୟରେ ଡ ଭାବରେ ବ୍ୟବହାର ହୋଇଥାଏ ଏବଂ ଶବ୍ଦର ମଧ୍ୟରେ ଏବଂ ପ୍ରାନ୍ତରେ ନିଜର ପୂର୍ଣ୍ଣ ରୂପରେ ବ୍ୟବହାର ହେଇପାରେ। ଢ ମଧ୍ୟ ସେହିପରି ମୂର୍ଧନ୍ୟ ଧ୍ୱନି ଅଟେ, ଉତ୍କ୍ଷିପ୍ତ ଧ୍ୱନି ଅଟେ। ଏହା ସଘୋଷ ଧ୍ୱନି ଅଟେ କିନ୍ତୁ ଏହା ଏକ ମହାପ୍ରାଣ ଧ୍ୱନି ଅଟେ। ଏହାର ଉଚ୍ଚାରଣ ସମୟରେ ଫୁସଫୁସରୁ ଅଧିକ ବାୟୁ ନିର୍ଗତ ହୋଇଥାଏ। ଏହା ନିରୁନାସିକ ଅଟେ। ଆଦ୍ୟରେ ବ୍ୟବହାର ହେଲା ବେଳକୁ ଏହା ଢରେ ପରିଣତ ହୁଏ ଏବଂ ଶବ୍ଦର ମଧ୍ୟରେ ଏବଂ ଶେଷରେ ବ୍ୟବହାର ହେଲା ବେଳକୁ ତାହା ପୂର୍ଣ୍ଣ ରୂପରେ ବ୍ୟବହାର ହୋଇଥାଏ। ବର୍ତ୍ତମାନ ଆମେ ଦେଖିବା କି କେତେକ ଧ୍ୱନିକୁ ଆମେ ବର୍ଗୀକରଣ କରିନାହୁଁ, ତାର କାରଣ କଣ? ପ୍ରଥମେ ହେଉଛି ନ୍ୟ। ନ୍ୟ ଶବ୍ଦ ମଧ୍ୟରେ ସ୍ୱତନ୍ତ୍ର ଭାବରେ ବ୍ୟବହାର ହୁଏ ନାହିଁ। ଏହି କାରଣରୁ ନ୍ୟକୁ ବର୍ଣ୍ଣମାଳାରେ ସ୍ଥାନିତ କଲେ ମଧ୍ୟ ବର୍ଗୀକରଣରେ ବିଶେଷ ଗୁରୁତ୍ୱ ଦିଆଯାଏ ନାହିଁ, ଯଦିଓ ଆମେ ଏହାକୁ ଏଠାରେ ଆଲୋଚନା କରିଛେ। ନେକ୍ସଟ ହେଉଛି ଅବର୍ଗ୍ୟ ଜ, ତାଲବ୍ୟ ସ ଏବଂ ମୂର୍ଧନ୍ୟ ସ। ଏହା ବର୍ଣ୍ଣମାଳାରେ ସ୍ଥାନିତ ହୋଇଥିଲେ ହେଁ ଉଚ୍ଚାରଣଗତ ସ୍ୱାତନ୍ତ୍ର୍ୟ ଏମାନଙ୍କର
ନାହିଁ। ତେଣୁକରି ଆମେ ଏଗୁଡ଼ିକର ବ୍ୟବହାର କରିନାହୁଁ। ଜଟି 2 ରୂପରେ ବ୍ୟବହାର ହେଇପାରେ ଜ ଏବଂ ୟ। ତାଳବ୍ୟ ସ ଏବଂ ମୂର୍ଧନ୍ୟ ସ ର ଧ୍ୱନିଗତ ବିକଳ୍ପ ହେଉଛି ଦନ୍ତ ସ। ପୁଣି ଅନସ୍ୱାରଂ ବିସର୍ଗ ଏବଂ ଚନ୍ଦ୍ରବିନ୍ଦୁ ସ୍ୱତନ୍ତ୍ର ଭାବରେ ଉଚ୍ଚାରିତ ହୋଇପାରନ୍ତି ନାହିଁ। ଏଣୁ ଏମାନେ ହେଉଛନ୍ତି ଅଯୋଗବାହ ବର୍ଣ୍ଣ। ଆମେ ଆଗରୁ ହିଁ ପଢ଼ିଛେ ଯେଉଁ ବର୍ଣ୍ଣଗୁଡ଼ିକ ଉଚ୍ଚାରିତ ହେବା ପାଇଁ ସ୍ୱର ବର୍ଣ୍ଣ କିମ୍ବା ବ୍ୟଞ୍ଜନ ବର୍ଣ୍ଣର ସାହାଯ୍ୟ ନିଅନ୍ତି ସେମାନେ ହେଉଛନ୍ତି ଅଯୋଗବାହ ବର୍ଣ୍ଣ। ବ୍ୟବହାର ତଥା ଉଚ୍ଚାରଣ ପାଇଁ ଏମାନେ ସ୍ୱର ବର୍ଣ୍ଣ କିମ୍ବା ବ୍ୟଞ୍ଜନ ବର୍ଣ୍ଣର ସାହାଯ୍ୟ ନେଇଥାନ୍ତି। ଏହାକୁ ଟେବଲ ମାଧ୍ୟମରେ ଆହୁରି ସୁନ୍ଦର ଭାବରେ ଆମକୁ ଦେଖେଇ ଦିଆଯାଇଛି। ପ୍ରଥମେ ବିଧି ଅନୁସାରେ ତଳେ ଦିଆଯାଇଛି ସ୍ପର୍ଶୀ, ସଂଘର୍ଷୀ, ସ୍ପର୍ଶ ସଂଘର୍ଷୀ, ନାସିକ୍ୟ, ପାର୍ଶ୍ୱିକ, ଲୋଡ଼ିତ, ଉତ୍କ୍ଷିପ୍ତ, ଅର୍ଦ୍ଧସ୍ୱର ଏବଂ ଅର୍ଦ୍ଧବ୍ୟଞ୍ଜନ। ଡାହାଣ ପଟେ ଉଚ୍ଚାରଣ ସ୍ଥାନକୁ ଗୁରୁତ୍ୱ ଦିଆଯାଇ ବର୍ଗୀକରଣ କରାଯାଇଛି ଓଷ୍ଠ୍ୟ, ଦନ୍ତ୍ୟ, ବତ୍ସ୍ୟ, ମୂର୍ଧନ୍ୟ, ତାଲବ୍ୟ, କଣ୍ଠ୍ୟ ଏବଂ କାକଲ୍ୟ। କାକଲ୍ୟ ଧ୍ୱନି ହେଉଛି ହ। ଏହା ଏକ ସଂଘର୍ଷୀ ଧ୍ୱନି ମଧ୍ୟ। ବର୍ଗୀକରଣରେ ଆମେ ଯଦି ନିର୍ଦ୍ଦିଷ୍ଟ ଭାବରେ କୌଣସି ଗୋଟିଏ ଧ୍ୱନିକୁ ନେବା ଯେମିତି ୟ ହେଉଛି ଏକ ତାଲବ୍ୟ ଧ୍ୱନି ଏବଂ ଅର୍ଦ୍ଧସ୍ୱର ଅର୍ଦ୍ଧବ୍ୟଞ୍ଜନ। ଠିକ୍ ସେହିଭଳି ୱ ହେଉଛି ଏକ ଓଷ୍ଠ୍ୟ ଧ୍ୱନି ଯାହା ଅର୍ଦ୍ଧସ୍ୱର ଏବଂ ଅର୍ଦ୍ଧବ୍ୟଞ୍ଜନ। ଯଦି ସମସ୍ତ ବ୍ୟଞ୍ଜନ ବର୍ଣ୍ଣକୁ ଆମେ ଗୋଟିଏ ଟେବଲରେ ରଖିବା ତାହେଲେ ଏପରି ହେଇପାରିବ। ଠିକ୍ ଅଛି? ତେବେ ଏଇ ଥିଲା ବ୍ୟଞ୍ଜନ ଧ୍ୱନି ଗୁଡ଼ିକର ବର୍ଗୀକରଣ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଦୟାକରି ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଆମକୁ ପୂର୍ଣ୍ଣ ମାତ୍ରାରେ ସପୋର୍ଟ କରିବା ପାଇଁ ଏହି ଭିଡ଼ିଓକୁ ନିଜ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ପୁଣି ଆଗାମୀ ଭିଡ଼ିଓରେ ଆମେ ଏକ ଇଣ୍ଟରେଷ୍ଟିଂ ଟପିକକୁ ନେଇକି ଆସିବୁ। ଆଜି ପାଇଁ ଏତିକି। ଧନ୍ୟବାଦ।